ପୁସ୍ତକ 4 ପର୍ବ। ଏକ ପଦରୁ 7 ପଦ ପର୍ଯ୍ୟନ୍ତ। ମନୋଜ ଭାଇ ପଢନ୍ତୁ। ଆଦି ପୁସ୍ତକ 4 ପର୍ବ 1 ପଦରୁ 7 ପଦ ପର୍ଯ୍ୟନ୍ତ। ଆସନ୍ତା ମାନେ ବାକ୍ୟ ଅଧ୍ୟୟନ କରିବା। ଆଦି ପୁସ୍ତକ 4 1 ରୁ 7 ପଦ ପର୍ଯ୍ୟନ୍ତ। ଅନନ୍ତର ଆଦମ ଆପଣା ଭାର୍ଯ୍ୟା ହବାଙ୍କ ସହ ବାସ କରନ୍ତେ ସେ ଗର୍ଭବତୀ ହୋଇ କଇନ ଅର୍ଥାତ୍ ଲାଭ ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି। ଏଥିଠାରୁ ସେ ହେବଲ ଅର୍ଥାତ୍ ଅସ୍ଥାୟୀ ନାମକ ତାହାର ସହୋଦରକୁ ପ୍ରସବ କଲେ। ହେବଲ ମେଷପାଳକ ଓ କଇନ କୃଷକ ଥିଲେ। ସମୟାନୁକ୍ରମେ କଇନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମି ଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମ ଜାତ କେତେକ ପଶୁ ଓ କେତେକଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ, ମାତ୍ର କଇନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏ ହେତୁ କଇନ ଅତି କ୍ରୋଧ କରି ଅଧୋମୁଖ ହେଲେ। ତହିଁରେ ସଦାପ୍ରଭୁ କଇନଙ୍କୁ କହିଲେ, ତୁମ୍ଭେ କାହିଁକି କ୍ରୋଧ କରୁଅଛ ଆଉ କାହିଁକି ଅଧୋମୁଖ ହେଉଅଛ? ସତ୍କର୍ମ କଲେ କି ତୁମ୍ଭେ ଊର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ ପାପ ଦ୍ୱାରରେ ଛକିଥାଏ, ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବ। ତ ଯେତେବେଳେ କ୍ରମାଗତ ଭାବରେ ବାଇବଲକୁ ଷ୍ଟଡି କରିବା ପାଇଁ ଚର୍ଚ୍ଚ କହୁଛି ଆମମାନଙ୍କୁ, ତ ମୁଁ ଝିଝିକର ପୁସ୍ତକ କାଲି ପର୍ଯ୍ୟନ୍ତ ଆମର 30 ପର୍ବ ପର୍ଯ୍ୟନ୍ତ ପହଞ୍ଚିଛୁ। ତ କଣ୍ଟିନ୍ୟୁ କ୍ରମାଗତ ଭାବରେ ମୁଁ ଦେଖୁଛି ଈଶ୍ୱରଙ୍କର ମିଶର ଦେଶ ପାଇଁ ବିଚାର କେମିତି ଈଶ୍ୱରଙ୍କୁ ଦଉଛନ୍ତି। ଆଉ ଯୋଉ ସମୟରେ ପରମେଶ୍ୱର ସମସ୍ତ ବିଷୟକୁ ଛଡେଇକି ନେଇ ଯାଉଛନ୍ତି, ଅନ୍ୟ ରାଜାକୁ ମୁଁ ଆସିକି ବିଶ୍ୱରକୁ ମୁଁ ଦେବି। ତ ଅନ୍ୟ ଦେଶ ଗୁଡାକ ଯେତେବେଳେ ଈଶ୍ୱର ବିଚାର ପଠଉଛନ୍ତି, ତ ସେଇ ସମୟରେ ଦେଶରେ ଥିବା ସମସ୍ତ ବିଷୟକୁ ବାହାର କରିଦଉଛନ୍ତି, ଛିନ୍ନ ଭିନ୍ନ କରିଦଉଛନ୍ତି। ଆଉ ସ୍ୱତନ୍ତ୍ର ଭାବରେ ଯେତେବେଳେ ଲୋକମାନେ ପରମେଶ୍ୱରଙ୍କ ସହିତ ବଞ୍ଚୁନାହାନ୍ତି, ତ ସେଇ ସମୟରେ ପରମେଶ୍ୱର ବହୁତ ରାଗି ଯାଉଛନ୍ତି। ଆଉ ପ୍ରଭୁ କହୁଛନ୍ତି, ମୁଁ ତମମାନଙ୍କ ପାଇଁ ବହୁତ ଗୁଡେ ଅମଙ୍ଗଳ ପଠେଇବି, ଆଉ ତମମାନଙ୍କର ଜୀବନରେ ମୁଁ ବହୁତ ଗୁଡେ କଷ୍ଟ ଆଣିବି, ସମସ୍ୟା ଆଣିବି, ଯାହା ଦ୍ୱାରା ତମେ ଜାଣିପାରିବ ଯେ ମୁଁ ହଉଛି ସଦାପ୍ରଭୁ ତମର ପରମେଶ୍ୱର ବୋଲି। ତ ସେତିକି ପର୍ଯ୍ୟନ୍ତ ଯେତେବେଳେ ଆମେ ଦେଖିବା, ତ ପ୍ରଭୁଙ୍କର ପ୍ରକୃତ ମନ କଣ, ଆମେ ଯେତେବେଳେ ବାହ୍ୟ ଭାବ ଦେଖୁଛୁ, ତ ବାହ୍ୟ ଭାବରେ ଆମେ ବିଚାର କରିଥାଉ। ସାଧାରଣତଃ ଭାବରେ ଯେତେବେଳେ ଆମେ କାମ କରୁଛୁ କି ଯେକୌଣସି ବିଷୟ କରିଥାଉ, ଆମେ କେବଳ ଆମମାନଙ୍କର ନିଜର ଚିନ୍ତା ଅନୁସାରେ ଆମେ ଭାବିଥାଉ। କିନ୍ତୁ ପ୍ରଭୁଙ୍କ ସାମ୍ନାରେ ବାକ୍ୟ ଦ୍ଵାରା ଯେଉଁ ସମୟରେ ଆମେ ନିଜର ଚିନ୍ତାକୁ ପରିତ୍ୟାଗ କରିବାର, ନିଜର ହୃଦୟକୁ ପରିତ୍ୟାଗ କରି ଅସ୍ୱୀକାର କରିକି ପରମେଶ୍ୱରଙ୍କର ବାକ୍ୟକୁ ଗ୍ରହଣ କରିବାର ବିଷୟ ଯେ କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ ଏଇଟା। ତ ଆଜି ଯେତେବେଳେ ମୁଁ କଇନ ଆଉ ହେବଲଙ୍କ ବିଷୟରେ ଏ ବିଷୟରେ ଯଦି ଆମେ ଚିନ୍ତା କରିବା, ତ ସେଠି କଇନ ଶେଷ ପର୍ଯ୍ୟନ୍ତ କେମିତି ଭାବୁନାହାନ୍ତି ଯେ ସତରେ ମୁଁ ଯାହା ବି କରୁଛି ପ୍ରକୃତରେ ପରମେଶ୍ୱରଙ୍କର ସାମ୍ନାରେ ଏଇଟା ଗ୍ରହଣ ଯୋଗ୍ୟ କି? ଥରେ ମଧ୍ୟ ତ କଇନ ଜାଣିବା କଥା, କିନ୍ତୁ କଇନ କିପରି ଭାବରେ ଜାଣିପାରିଥାନ୍ତି? କଇନ ଯେଉଁ ସମୟରେ ନୈବେଦ୍ୟ ପ୍ରସ୍ତୁତ କଲେ ପରମେଶ୍ୱରଙ୍କ ସାମ୍ନାରେ, ପରମେଶ୍ୱରଙ୍କ ପାଇଁ ଆଉ ଆଶୀର୍ବାଦ ପାଇବା, ତ ବାହ୍ୟ ଭାବରେ ଦେଖିଲେ କଇନ ପରିଶ୍ରମ କଲେ, ସମସ୍ତ ବିଷୟକୁ ଏକ୍ଜାକ୍ଟଲି କରିବା ପାଇଁ ସେ ଲାଗି ପଡିଲେ। କିନ୍ତୁ କଇନଙ୍କର ଜୀବନରେ ତାଙ୍କର ପରିଶ୍ରମ, ତାଙ୍କର ପ୍ରସ୍ତୁତ ନୈବେଦ୍ୟ ପ୍ରଭୁଙ୍କ ପାଇଁ କଲା ସମୟରେ
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କଣ ନ କରିବା ଯୋଗୁଁ ସେ ପରମେଶ୍ୱରଙ୍କ ସାମ୍ନାକୁ ଗଲା ପରେ ପ୍ରଭୁ ତାଙ୍କୁ ରିଜେକ୍ଟ କରିଦଉଛନ୍ତି ବା ଅଗ୍ରାହ୍ୟ କରିଦଉଛନ୍ତି। କହିନ ଯାହା ମଧ୍ୟ ପ୍ରସ୍ତୁତ କଲେ ଥରେ ତ କାହାକୁ ପଚାରିବା କଥା ନା, ଥରେ ତ ସେ କନଫର୍ମ ହେବା ଦରକାର ଯେ ରିଏଲି ଏଇଟା ପ୍ରକୃତରେ ପରମେଶ୍ୱର ଗ୍ରହଣ କରିବେ କି ନାହିଁ। ଆତ୍ମିକ ଜୀବନର ମୂଳ ହଉଛି ବିଶ୍ୱାସର ଜୀବନ। ଯଦି ଆମେ ସଦାପ୍ରଭୁଙ୍କ ପାଖକୁ ଯାଉଛୁ ଆଶୀର୍ବାଦ ଗ୍ରହଣ କରିବା ପାଇଁ, ଆମମାନେ କଣ କରୁଛୁ, ଆମମାନେ କଣ ଧରିଛୁ ଆମ ଅନୁସାରେ ପ୍ରଭୁଙ୍କ ନିମନ୍ତେ ସମର୍ପଣ କରିବା ପାଇଁ, ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ ନାହିଁ। ଏବେ କଇନଙ୍କର ହୃଦୟର ଦୁନିଆରେ ତାଙ୍କର ହୃଦୟ ଭିତରେ ଯୋଉ ଫଙ୍କସନ ଥିଲା, ଗୋଟେ ପଟେ ସେ ଚିନ୍ତା କରୁଛନ୍ତି ନିଜ ଦୃଷ୍ଟିରୁ ଯାହା ଠିକ ଦେଖାଯାଉଛି ସେ ବିଷୟକୁ କଲେ ହିଁ ତାଙ୍କୁ ଯଥାର୍ଥ ଲାଗୁଛି, କିନ୍ତୁ ନିଜ ଦୃଷ୍ଟିରେ ଦେଖିବା ବିଷୟ ଯେ କେତେ ଭୁଲ ବିଷୟ, ଏ ବିଷୟର ଜ୍ଞାନ ତାଙ୍କ ପାଖରେ କେବେ ସେ ଜାଣିନଥିଲେ। ଯଦି ଆମେ କଇନଙ୍କର ହୃଦୟର ଦୁନିଆକୁ ଯଦି ଆମେ ଭିତରେ ପ୍ରବେଶ କରିବା, ତାହେଲେ ଆମେ ଜାଣିପାରିବା ଯେ କଇନଙ୍କର ଜୀବନ ଯାପନ କଲା ସମୟରେ ସେ କେବଳ ଗୋଟେ ଦିଗରେ, ଗୋଟେ କ୍ଷେତ୍ରରେ ସେ ବଞ୍ଚିକି ଆସିଲେ। ତାହା ହଉଛି ସେ ନିଜର ଶକ୍ତିକୁ, ନିଜର ପରିଶ୍ରମକୁ, ନିଜର କାର୍ଯ୍ୟକୁ ସେ ନିର୍ଭର କଲେ, ଯୋଉ ଦ୍ୱାରା ଶେଷ ପର୍ଯ୍ୟନ୍ତ ସେ ଭାବିଲେ ନିଶ୍ଚୟ ନିଶ୍ଚୟ ସଦାପ୍ରଭୁ ମୋର ନୈବେଦ୍ୟକୁ ଗ୍ରହଣ କରିକି ମତେ ଆଶୀର୍ବାଦ କରିବେ। କିନ୍ତୁ କଇନ କେବେ ଏଇ ପ୍ରକାର ଚିନ୍ତା କରିପାରିଲେ ନାହିଁ, ଯାହାକି ଗୋଟେ ଆତ୍ମିକ ଜୀବନରେ ନିହାତି ଆବଶ୍ୟକ ଗୋଟେ ବିଷୟକୁ ଚିନ୍ତା କରିବା ପାଇଁ, ଜାଣିବା ପାଇଁ, ଗ୍ରହଣ କରିବା ପାଇଁ, ବୁଝିବା ପାଇଁ, ଯେ ମୋର ମୋର ଚିନ୍ତା, ମୋର ଦୃଷ୍ଟିକୋଣ କେତେ ଦୂର ସଠିକ, ତାହାର ବୁଝାମଣା ତାଙ୍କ ପାଖରେ ନାହିଁ। ଭାଇ ଭଉଣୀ ମାନେ, ଯେତେବେଳେ ଆମେ ଶୁଣୁଛୁ ବାକ୍ୟ, ଅଧିକାଂଶ ସମୟରେ ଆମମାନେ କଣ ପାଇଁ ଆମର ହୃଦୟରେ କାହିଁକି ଈଶ୍ୱରଙ୍କ ବାକ୍ୟ ଦ୍ଵାରା ମାନେ ଘର୍ଷଣ କରାଯାଉଛି, କାହିଁକି ଈଶ୍ୱରଙ୍କ ବାକ୍ୟ ଆମମାନଙ୍କର ହୃଦୟକୁ ମାନେ ପ୍ରକାଶ କରୁଛି ଯେ ଆମମାନଙ୍କର ହୃଦୟ ପରମେଶ୍ୱରଙ୍କ ବାକ୍ୟ ଠାରୁ ଡିଫରେଣ୍ଟ, ଅଲଗା ଅଛି। ଈଶ୍ୱରଙ୍କର ବାକ୍ୟ ଠାରୁ ମୋର ହୃଦୟର ସ୍ଥିତି ଅଲଗା ଅଛି। ସେଥିପାଇଁ ଯୋଉ ସମୟରେ ପରମେଶ୍ୱରଙ୍କ ବାକ୍ୟ ସାମ୍ନାରେ ଆମେ ନିଜକୁ ରିଫ୍ଲେକ୍ଟ କରୁଛୁ, ପ୍ରତିଫଳିତ କରୁଛୁ, ସେ ସମୟରେ ଆମେ ଯଦି ଶିଖିଛୁ ନିଜର ଉତ୍ତମ ଚିନ୍ତା, ଆମ ନିଜର ହୃଦୟରେ ଥିବା ଠିକ ମାପଦଣ୍ଡକୁ ଆମେ ପରିତ୍ୟାଗ କରିକି ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିବା ପାଇଁ ସକ୍ଷମ ହେଇପାରିବ। ଯଦି ତାହାର ବୁଝାମଣା, ଅନୁଭୂତି ଯଦି ନାହିଁ ଆମର ପାଖରେ, ଯଦିଓ ମତେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିକି ନିଜର ଚିନ୍ତାକୁ ପରିତ୍ୟାଗ କରିବା ଆବଶ୍ୟକ, କିନ୍ତୁ ପରମେଶ୍ୱରଙ୍କ ବାକ୍ୟକୁ ମୁଁ ପରିତ୍ୟାଗ କରିକି ମୁଁ ନିଜର ଠିକ ଚିନ୍ତାକୁ ଧରିକି ହିଁ ବଞ୍ଚିବି। ହେଲେ କଇନ ଗୋଟେ ଲୋକ ଯିଏକି ସେ କେବେ ମଧ୍ୟ ତାଙ୍କର ଆତ୍ମିକ ଜୀବନରେ ତାଙ୍କର ଜୀବନ ଯାପନ କଲା ସମୟରେ ଅନ୍ୟ ଦିଗରୁ ସେ ଚିନ୍ତା କରିପାରିଲେ ନାହିଁ, ଯାହାକି ନିହାତି ଆବଶ୍ୟକ ଅଟେ। ଅନ୍ୟ ଦିଗରେ ଚିନ୍ତା କରିବାର ଅର୍ଥ କଣ? ସେ ନିଜର ଦୃଷ୍ଟିକୁ ବାହାର କରିକି, ପରିତ୍ୟାଗ କରିକି ସେ ଏଟଲିଷ୍ଟ ବର୍ତ୍ତମାନ ସେ ତାଙ୍କ ବାପା ମାଙ୍କୁ ପଚାରିବା ଆବଶ୍ୟକ। ଆମେ କଇନକୁ ଆର ହେବଲକୁ ଯଦି ଦେଖିବା, ହେବଲଙ୍କର ନୈବେଦ୍ୟ ଈଶ୍ୱର ଗ୍ରହଣ କଲେ, କିନ୍ତୁ କଇନଙ୍କର ନୈବେଦ୍ୟକୁ ଈଶ୍ୱର ଅଗ୍ରାହ୍ୟ କଲେ। ହେଲେ କଇନଙ୍କର ନୈବେଦ୍ୟ କଣ ଥିଲା? ଏଠି ଲେଖା ହେଇଛି, ଦେଖନ୍ତୁ 3 ପଦରେ ଦେଖନ୍ତୁ, ସମୟାନୁକ୍ରମେ କଇନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମୁତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। ତ ଯେତେବେଳେ କଇନ ବର୍ତ୍ତମାନ ଭୂମିଜାତ ଉତ୍ପନ୍ନ ଫଳମୂଳ ଧରିକି ଆସିକି ଦଉଛନ୍ତି, ଆଉ 4 ପଦରେ ଲେଖା ହେଇଛି, ଆଉ ହେବଲ ମଧ୍ୟ ନିଜ ପୋଲର ପ୍ରଥମ ଜାତ କେତେକ ପଶୁ ଓ ସେମାନଙ୍କର ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ। ବର୍ତ୍ତମାନ 3 ପଦ ଆଉ 4 ପଦ ସମ୍ପୂର୍ଣ୍ଣ ବିପରୀତ ଅଟେ। ଟିକେ ଆମେ ବର୍ତ୍ତମାନ ଆଉ ଟିକେ ଚିନ୍ତା କରିବା ଏଇ ଜାଗାରେ।
କଣ କହିନ ସଦାପ୍ରଭୁଙ୍କ ନିକଟରେ ସବୁ ପଚକା ଫଳ ମୂଳ ପନିପରିବା ଧରି ଯାଇଥିବେ। ଯଦି ପରମେଶ୍ୱରଙ୍କ ପାଖକୁ ସେ ଯାଉଛନ୍ତି ନୈବେଦ୍ୟ ଉତ୍ସର୍ଗ କରିବା ପାଇଁ, ଭୂମିର ଜାତ ଉତ୍ପନ୍ନ ଫଳମୂଳ ଭଲ ହିଁ ଦେଖାଯାଉଥିବ। ଏମିତି ନାହିଁ ଯେ ବର୍ତ୍ତମାନ ଭୂମି ଜାତ ଉତ୍ପନ୍ନ ଫଳମୂଳ ସେ ଖରାପଟା ପଚି ଯାଇଥିବ, ସେମିତି ଗୁଡାକ ଦେଇନାହାନ୍ତି ସେ। କିନ୍ତୁ ବେଶୀ ଉତ୍ତମ ଭାବରେ ବାଛି ବାଛି ସେ ଦେଇଥିବେ କି ନାହିଁ। ଆମେ ଯେତେବେଳେ ଏ ବିଷୟକୁ ଚିନ୍ତା କରିବା, ଲୋକମାନେ ଯେଉଁ ସମୟରେ ଈଶ୍ୱରଙ୍କ ପାଖକୁ ଯାଇଥାନ୍ତି, ପ୍ରଭୁଙ୍କ ପାଖରେ ନିଜକୁ ନିଜ ପ୍ରଭୁଙ୍କ ସାମ୍ନାରେ ଅନେକ ବିଷୟ ଗୁଡାକ ସେମାନେ ପ୍ରସ୍ତୁତ କରିଥାନ୍ତି ପ୍ରଭୁଙ୍କ ସାମ୍ନାରେ, ପ୍ରଭୁଙ୍କ ନିକଟରୁ ଆଶୀର୍ବାଦ ପାଇବା ପାଇଁ। ଆମ ପାଖରେ ଏଇ ପ୍ରକାର ଚିନ୍ତା ଅଛି, ଆମ ପାଖରେ ଏଇ ପ୍ରକାର କଣ କହିବେ ଧାରଣା ଅଛି, କଣ ଭଲ ଆଉ ମନ୍ଦର ଜ୍ଞାନର ମାପଦଣ୍ଡରୁ ଆମେ ବିଚାର କରିଥାଉ, ଚିନ୍ତା କରିଥାଉ, ଅନ୍ୟକୁ ବିଚାର କରିଥାଉ। ଧରି ନିଅନ୍ତୁ ଗୋଟେ ଏକ୍ସାମ୍ପଲ ଦେବି। ଏଇ ଜାଗାରେ ଆମର ମନୋଜ ଭାଇ ଅଛନ୍ତି। ବର୍ତ୍ତମାନ ମନୋଜ ଭାଇଙ୍କର ଦୃଷ୍ଟିରେ ଗୋଟେ ଭାଇ ଭୁଲ କିଛି କରୁଛନ୍ତି, ହେଲା। ହେଲେ ମନୋଜ ଭାଇ ସେ ଭୁଲ କରିବା ଲୋକ ବିଷୟରେ, ଭାଇ ବିଷୟରେ ମଣ୍ଡଳୀକୁ ଚର୍ଚ୍ଚକୁ ଜଣେଇଦେଲେ, ପାଷ୍ଟରଙ୍କୁ ଜଣେଇଦେଲେ। ହେଲେ ଯେତେବେଳେ ମନୋଜ ଭାଇ ସେ ଭାଇର ଭୁଲ ବିଷୟକୁ ପାଷ୍ଟରଙ୍କୁ ବା ଚର୍ଚ୍ଚକୁ ଜଣେଇଦେଲେ ବୋଲି ସେ ଭାଇ ଜାଣିଲେ ଯେ ମୋର ଭୁଲ ବିଷୟ ମନୋଜ ଭାଇ ଚର୍ଚ୍ଚକୁ ଜଣେଇଦେଲେ ବା ପାଷ୍ଟରଙ୍କୁ ଜଣେଇଦେଲେ। ସେ ଭାଇ ଆପଣଙ୍କୁ ରାଗିବେ ନା ଖୁସି ହେବେ? ଦୁଃଖ କରିବେ ନା ବହୁତ ଧନ୍ୟବାଦ ଦେବେ? ଖୁସି ହେବେ ନା ବହୁତ? ସାଉଣ୍ଡ ଆସୁନାହିଁ କି? ମୋର ଶବ୍ଦ ଆସୁନାହିଁ, ସ୍ୱର? ହେଲେ ମନୋଜ ଭାଇ କୁହନ୍ତୁ ଅନମ୍ୟୁଟ କରି, ସେ ଭାଇ ଆପଣଙ୍କ ଏଇ ବିଷୟକୁ ଦେଖିକି ଜାଣିକି ଖୁସି ହେବେ ନା ରାଗିବେ? ଟିକେ ରାଗିବେ ପାଷ୍ଟର। ଠିକ ଉତ୍ତର ଦେଲା, ନାଇଁ ନାଇଁ। କିନ୍ତୁ ପରମେଶ୍ୱର କଣ ଭାବିବେ? ପରମେଶ୍ୱର ବର୍ତ୍ତମାନ ଏ ବିଷୟକୁ ଶୁଣିବେ। ଯେମିତି ବର୍ତ୍ତମାନ ମନୋଜ ଭାଇ ଚର୍ଚ୍ଚକୁ ଜଣେଇଲେ, ପାଷ୍ଟରଙ୍କୁ ଜଣେଇଲେ, ପାଷ୍ଟର ଜାଣିଲେ। ଏବେ ସେ ଭାଇ ଶୁଣିଲାରୁ ଭାଇ ଏମିତି ଲୋକ ଇଏ ଏମିତି କେମିତି କହିପାରୁଛନ୍ତି ମୋ ବିଷୟ, ମୋର ଭୁଲକୁ କାହିଁକି କହିଦେଲା, ସେ ବିଷୟକୁ ଚିନ୍ତା କରିକି ସେ ବିରକ୍ତ ହେବେ। କିନ୍ତୁ ପରମେଶ୍ୱର କେବେ ମଧ୍ୟ ସେ ବିଷୟକୁ ଶୁଣିଲେ, ଜାଣିଲେ, ଏବେ ତାଙ୍କର ଚିନ୍ତା କରିବାର ଦୃଷ୍ଟି ବେଶୀ ଅଲଗା ଅଟେ। ପରମେଶ୍ୱରଙ୍କର ବିଚାର ବହୁତ ଅଲଗା ମନୁଷ୍ୟର ବିଚାର ଠାରୁ। ଏବେ କହିନ ଯେତେବେଳେ ଭାବୁଛନ୍ତି ପ୍ରଭୁଙ୍କ ପାଖରେ ମୁଁ ଯଦି ଯିବି, ସମର୍ପଣ କରିବି, ତାହେଲେ ପ୍ରଭୁ ମତେ ଆଶୀର୍ବାଦ ଦେବେ, ଠିକ ଚିନ୍ତାରେ ଭାବୁଛି। କିନ୍ତୁ ପରମେଶ୍ୱର କଣ କହୁଛନ୍ତି ବର୍ତ୍ତମାନ? ପରମେଶ୍ୱର ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରୁଛନ୍ତି, ଲେଖା ହେଇଛି ବାଇବଲରେ। କଇନକୁ ଏବଂ କଇନର ନୈବେଦ୍ୟ ଅଗ୍ରାହ୍ୟ କଲେ। କାହିଁକି? ଦେଖନ୍ତୁ, ବୋଲରେ ଶୁଣନ୍ତୁ ଭାଇ ଭଉଣୀ ମାନେ, ଯାହାକୁ ଈଶ୍ୱର ଅଗ୍ରାହ୍ୟ କରି ଆବଶ୍ୟକଟେ ଅଗ୍ରାହ୍ୟ କରିବା ଭୁଲ କି? ଯୋଉ ବିଷୟକୁ ପ୍ରଭୁ ଅଗ୍ରାହ୍ୟ କରିବା ପାଇଁ ଆବଶ୍ୟକ ଅଟେ, ସେ ବିଷୟକୁ ସେ ଅଗ୍ରାହ୍ୟ କରିବାଟା ଈଶ୍ୱରଙ୍କ ଅନ୍ୟାୟ ନାହିଁ। କିନ୍ତୁ ବର୍ତ୍ତମାନ ଈଶ୍ୱର ଯୋଉ ବିଷୟକୁ ଅଗ୍ରାହ୍ୟ କରିବା ଆବଶ୍ୟକ,
ତାହା ଅଗ୍ରାହ୍ୟ କଲେ ଜଣଙ୍କ ପାଇଁ ତାହା ହଉଛି ଅନ୍ୟାୟ ହେଲା। ଆଶ୍ଚର୍ଯ୍ୟ, କାହା ପାଇଁ? କଇନଙ୍କ ପାଇଁ। ତେବେ କଇନଙ୍କର ବୁଝାମଣା, କଇନଙ୍କ ଦୃଷ୍ଟିରେ ଈଶ୍ୱର ଅନ୍ୟାୟ କଲେ ବୋଲି ତାକୁ ଲାଗୁଛି, ସେଥିପାଇଁ ସେ ରାଗି ଯାଉଛି। ପରମେଶ୍ୱର କାହିଁକି କଇନଙ୍କର ନୈବେଦ୍ୟକୁ ଅଗ୍ରାହ୍ୟ କରିବାର ଥିଲା? ଈଶ୍ୱର କଇନଙ୍କର ନୈବେଦ୍ୟ ଅଗ୍ରାହ୍ୟ କରିକି ଈଶ୍ୱର କଣ ଅନ୍ୟାୟ ହେଇପାରିବେ? ଈଶ୍ୱର ବର୍ତ୍ତମାନ କଣ ଭୁଲ ବିଚାର କଲେ? କିନ୍ତୁ ବର୍ତ୍ତମାନ ଜାଣିବାକୁ ପଡିବ ଆମକୁ ଈଶ୍ୱରଙ୍କର ଈଶ୍ୱରଙ୍କର ହୃଦୟରେ ଈଶ୍ୱର ଏବେ କଇନଙ୍କର ନୈବେଦ୍ୟ ଅଗ୍ରାହ୍ୟ କରିବା ପଛରେ କାରଣ କାରଣ କଣ ଅଛି, ସେ ବିଷୟକୁ କଇନ ଜାଣିନାହିଁ। କାରଣ ବର୍ତ୍ତମାନ ଏଇ ଜାଗା ଲେଖା ହେଇଛି ଭୂମିଜାତ ଉତ୍ପନ୍ନ ଫଳମୂଳକୁ ନେଇକି ସେ ଗଲେ। ବାଇବଲର ପ୍ରତ୍ୟେକ ବିଷୟକୁ ଯଦି ଆମେ ଆତ୍ମିକ ଭାବରେ ଯଦି ଆମେ ବୁଝିବା ପାଇଁ ସକ୍ଷମ ହେଇପାରିବା, ତାହେଲେ ଆମେ ଆମ ନିଜର ଚିନ୍ତାଧାରାକୁ ନେଇକି, ଆମ ନିଜର ବୁଝାଣକୁ ନେଇକି ଆମେ ଭାବି ପାରିବା ନାହିଁ। এই ଜାଗାରେ ଭୂମିଜାତ ଉତ୍ପନ୍ନ ଫଳମୂଳ କଣ? ଏଇଟା ହଉଛି ମନୁଷ୍ୟର ନିଜର କାର୍ଯ୍ୟ। ଏଇଟା ହଉଛି କଇନଙ୍କର ନିଜର ପରିଶ୍ରମ, ନିଜର କାର୍ଯ୍ୟ, ଯାହାକି ତା ପାଇଁ ତାଙ୍କ ଦୃଷ୍ଟିରୁ ସଠିକ ଠିକ ଦେଖାଯାଉଛି, ସୁନ୍ଦର ଦେଖାଯାଉଛି। ଆଉ ଲାଗୁଛି ଈଶ୍ୱର ନିହାତି ମତେ ଗ୍ରହଣ କରିବେ, ସିଓର ପରମେଶ୍ୱର ମତେ ଗ୍ରହଣ କରିକି ଆଶୀର୍ବାଦ କରିବେ। ଆମେ ଭାବୁଛୁ ଯାହା, ଆମେ ଯାହା ଚିନ୍ତା କରୁଛୁ, ସେ ବିଷୟ ଆମକୁ ସଠିକ ଠିକ ହିଁ ଲାଗୁଛି ନା? କିନ୍ତୁ ପରମେଶ୍ୱର କଣ ଭାବୁଛନ୍ତି? ବର୍ତ୍ତମାନ ପ୍ରଭୁ କଣ କହୁଛନ୍ତି? ପରମେଶ୍ୱର କେବେ ମଧ୍ୟ ଆମ ଉପରେ ଚିନ୍ତା କରୁନାହାନ୍ତି। ମୁଁ ଯଦି ଯଦି ଗୋଟେ ହୃଦୟକୁ ଯଦି ମୁଁ ଦେଖୁଛି ଏଇଠି କଇନଙ୍କର ପଦ ଡାଇରେକ୍ଟଲି ବର୍ତ୍ତମାନ 6 ପଦରେ ଯଦି ଆମେ ଦେଖିବେ, ଆପଣ ଦେଖିବେ, ସରି 5 ପଦ, 5 ପଦ ଦେଖନ୍ତୁ କଣ ଲେଖା ହେଇଛି। ମାତ୍ର କଇନଙ୍କୁ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ, ଏ ହେତୁ କଇନ ଅତି କ୍ରୋଧ କରି ଅଧମୁଖ ହେଲେ। ପରମେଶ୍ୱରଙ୍କର ବିଚାରକୁ କଇନ ବର୍ତ୍ତମାନ ଗ୍ରହଣ କରିପାରୁନାହାନ୍ତି, କଇନ ରାଗି ଯାଉଛନ୍ତି। କଇନ ଅତି କ୍ରୋଧ ଲେଖା ହେଇଛି। ଇଂଲିଶରେ କଣ ଲେଖା ଜାଣିଛନ୍ତି? And Cain was very angry, ଖାଲି angry ଲେଖା ହେଇନି, ସେ ବହୁତ ରାଗିଗଲେ। କାହିଁ ଏତେ ରାଗିଗଲେ ସେ? ସତରେ ପରମେଶ୍ୱର କଇନଙ୍କର ନୈବେଦ୍ୟ ଅଗ୍ରାହ୍ୟ କଲେ, ଆଉ ସେ ନୈବେଦ୍ୟ ଈଶ୍ୱର ଅଗ୍ରାହ୍ୟ କଲେ ବୋଲି ବର୍ତ୍ତମାନ କଇନ ବହୁତ ରାଗି ଯାଉଛନ୍ତି। ଏବେ କଇନଙ୍କର ଅତି କ୍ରୋଧ, କଇନଙ୍କର ବହୁତ ରାଗର ପଛରେ କଣ ଲୁଚିକି ଅଛି? ଲମ୍ବା ସମୟ ପର୍ଯ୍ୟନ୍ତ କଇନଙ୍କର ହୃଦୟ ଭିତରେ କଇନ କେବେ ନିଜର ହୃଦୟକୁ ପରିତ୍ୟାଗ କରିବା ପାଇଁ, ନିଜର ଠିକ ଚିନ୍ତାକୁ ଛାଡିବା ପାଇଁ, ନିଜର ଧାର୍ମିକତାକୁ ତଳେ ପକେଇବା ପାଇଁ, ନିଜର କୌଣସି ବିଷୟକୁ ସେ ପରିତ୍ୟାଗ କରିବାର ଲାଇଫକୁ ସେ ଶିଖିନାହାନ୍ତି। କାହିଁକି ଶିଖିନାହାନ୍ତି? ତାର ଦେଖନ୍ତୁ, ଆପଣ ଲେଖା ହେଇଛି ଏଠି 1 ପଦରେ କଣ ଲେଖା ହେଇଛି? ଅନନ୍ତର ଆଦମ ଆପଣ ଭାର୍ଯ୍ୟା ହବାଙ୍କର ସହବାସ କରନ୍ତି, ସେ ଗର୍ଭବତୀ କଇନ ଅର୍ଥାତ୍ ଲାଭ ନାମକ ଗୋଟେ ପୁତ୍ର ପ୍ରସବ କରି କହିଲେ, ସଦାପ୍ରଭୁଙ୍କ ସାହାଯ୍ୟରେ ମୋର ଏକ ନର ଲାଭ ହୋଇଅଛି। ଏଥିରୁ ତାର ସେ ହେବଲ ଅର୍ଥାତ୍ ଅସ୍ଥାୟୀ ନାମକ ତାର ସହୋଦରକୁ ପ୍ରସବ କଲେ। ହେବଲ ମେଷପାଳକ ଓ କଇନ କୃଷକ ଥିଲେ ଲେଖା ହେଇଛି। ଏବେ ପରମେଶ୍ୱର ଅତି ସ୍ପଷ୍ଟ ବାଇବଲକୁ 2 ଭାଗ କରୁଛନ୍ତି। 2 ଭାଗରୁ ବର୍ତ୍ତମାନ ପ୍ରଭୁ ଆମକୁ ପ୍ରତିଫଳିତ କରୁଛନ୍ତି। ଗୋଟେ ଭାଗରେ ଆମେ କେତେ ଲୋକକୁ ଦେଖିବା, ଯୋଉ ଲୋକମାନେ କି ବହୁତ ସ୍କିଲଫୁଲ, କୌଶଳ ଲୋକମାନେ ଥିବେ, ଟ୍ୟାଲେଣ୍ଟେଡ ଲୋକମାନେ, ଜ୍ଞାନୀ ବୁଦ୍ଧିମାନ ତାଙ୍କ ଦୃଷ୍ଟିରେ, ବଳବାନ ଲୋକମାନେ, ଶକ୍ତିଶାଳୀ ଲୋକମାନେ, ଚାଲାକ ଲୋକମାନେ, ଏମାନଙ୍କର ଜୀବନ ଯାପନ ଯଦି ଆମେ ଦେଖିବା, ଏମାନଙ୍କର ଜୀବନ ଯାପନରେ ପରମେଶ୍ୱରଙ୍କର ପରମେଶ୍ୱରଙ୍କର ସାହାଯ୍ୟ, ପରମେଶ୍ୱରଙ୍କର ଅନୁଗ୍ରହ, ପ୍ରଭୁଙ୍କର କାର୍ଯ୍ୟ, ଈଶ୍ୱର ଏମାନଙ୍କ ପାଇଁ କାମ କରିବା ପାଇଁ ଚାହିଁଲେ ମଧ୍ୟ କରିପାରିନାହାନ୍ତି। କାହିଁକି? ବହୁତ ସ୍ପଷ୍ଟ। କଇନ ଯେଉଁ ସମୟରେ ଅଧମୁଖ ହେଇକି କ୍ରୋଧ କରୁଛି, ସେ କାହାକୁ ରାଗୁଛି? ସେ ଚିନ୍ତା କରନ୍ତୁ।
ଆରେ ମୁଁ ଏତେ କେମିତି ମୂର୍ଖ ହେଇଗଲି? ମୁଁ ଏତେ ମୂର୍ଖ କି ମୁଁ ପରମେଶ୍ୱର ଯୋଉ ବିଷୟ ଗ୍ରହଣ କରିବାଟା ନାହିଁ ମୁଁ ସେଇଟା ଦେଇକି ସେଇଟା ଧରିକି ଯାଇଛି। ମୁଁ ମୋ ପରି ମୂର୍ଖ କିଏ ଅଛି ଆଉ? ମୋ ପରି ଅନ୍ଧ ଲୋକ କିଏ ଅଛି ଆଉ? ପରମେଶ୍ୱର ଯୋଉଟାକୁ ଅଗ୍ରାହ୍ୟ କରିବେ ମୁଁ ସେଇ ବିଷୟ ହିଁ ପ୍ରସ୍ତୁତ କରିକି ଯାଇକି ଦେଲି। କହିକି ସେ ନିଜର ସ୍ଥିତିକୁ ଦେଖିବା ଦରକାର ଥିଲା ନା। ସେ ନିଜକୁ ଆବିଷ୍କାର କରିବାର ଥିଲା ଯେ ପ୍ରକୃତରେ ମୁଁ ବେଶୀ ଭୁଲ ଭାବରେ ମୁଁ ଏଇଟା ପ୍ରସ୍ତୁତ କଲି। ପରମେଶ୍ୱର ମତେ କ୍ଷମା କରନ୍ତୁ, ମୁଁ ଜାଣିପାରିଲି ନାହିଁ, ମୁଁ କାହାକୁ ପଚାରିଲି ନାହିଁ, ମୁଁ ପରୀକ୍ଷା କଲି ନାହିଁ। ମୁଁ ସମ୍ପୂର୍ଣ୍ଣ ଭାବିଲି ଯେ ପ୍ରଭୁ ଆପଣ ଗ୍ରହଣ କରିବେ, କିନ୍ତୁ ମୁଁ ବର୍ତ୍ତମାନ ବହୁତ ଦୁଃଖିତ। ପରମେଶ୍ୱର, ମୁଁ ଆପଣଙ୍କ ସାମ୍ନାରେ ମୁଁ କ୍ଷମା ମାଗୁଛି, ମୁଁ ଜାଣିପାରିଲି ନାହିଁ, ମତେ ଆଥୁ ସୁଯୋଗ ଦିଅନ୍ତୁ। କହିନ ଏଇ ପ୍ରକାର କହିବା ଆବଶ୍ୟକ ଥିଲା ନା? ବର୍ତ୍ତମାନ ଲେଖା ହେଇଛି ଅତି କ୍ରୋଧ କରି ଅଧମୁଖ ହେଲେ। 6 ପଦରେ ଲେଖା ହେଇଛି କଣ ଦେଖନ୍ତୁ। ତ ସଦାପ୍ରଭୁ କଇନଙ୍କୁ କହିଲେ ତୁମେ କାହିଁକି କ୍ରୋଧ କରୁଅଛ ଆଉ କାହିଁକି ଅଧମୁଖ ହେଉଅଛ? ପରମେଶ୍ୱର ପଚାରୁଛୁ କାହିଁକି ରାଗୁଛୁ, ତୁ କଣ ଅସୁବିଧା କଣ ହେଲା? କାହିଁକି ତମେ କ୍ରୋଧ କରୁଛ? ତାପରେ ପରମେଶ୍ୱର କଇନଙ୍କୁ ଗୋଟେ ସୌଭାଗ୍ୟତା ଦଉଛନ୍ତି। 7 ପଦରେ ଦେଖନ୍ତୁ, ସତ୍କର୍ମ କଲେ କି ତୁମେ ଅଧମୁଖ ହେବ ନାହିଁ, ସତ୍କର୍ମ ନ କଲେ ପାପ ଦ୍ୱାର ଚକିତ। ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତା ଉପରେ କର୍ତ୍ତୃତ୍ୱ କରିବ। କାହାକୁ? ପାପକୁ। ଈଶ୍ୱରଙ୍କର ବାକ୍ୟ କେତେ ସୁନ୍ଦର ଭାବରେ ମୂଲ୍ୟବାନ ଭାବରେ କଇନଙ୍କୁ ବର୍ତ୍ତମାନ ପ୍ରଭୁ ଏବେ ସୌଭାଗ୍ୟତାକୁ ଦେଲେ। କି ପଏଣ୍ଟ କୁ ଦେଲେ ଯେ ତୁ ତୋର ହୃଦୟକୁ ବଦଳା କହିବୁ। ଏବେ କଇନ ଯଦି ନୈବେଦ୍ୟ ଧ୍ୱଂସ କଲା ପରେ ଈଶ୍ୱର ଅଗ୍ରାହ୍ୟ କଲେ କହିକି ଜାଣିକି ସେ ରାଗିବା କଥା, ତାହେଲେ ସେ କାହାକୁ ରାଗୁଛି? ବର୍ତ୍ତମାନ ସେ ପ୍ରଭୁଙ୍କୁ ରାଗୁଛି। କାହିଁକି ମତେ କାହିଁକି ତମେ କାହିଁକି ମୋର ଅଗ୍ରାହ୍ୟ କଲ? ମୁଁ ଏତେ ପରିଶ୍ରମ କଲି, ମୁଁ ଏତେ କାମ କଲି, ତୁମେ ତ ଅଗ୍ରାହ୍ୟ କରିଦେଲ। ଏ ବିଷୟ କହିଲା ପରିବର୍ତ୍ତେ କଇନ ନିଜକୁ କହିବା କଥା, ମୁଁ କେତେ ମୂର୍ଖ ଥିଲି, ମୁଁ କେତେ ଅନ୍ଧ ଥିଲି ଯେ ମୁଁ ନିଜର ଚିନ୍ତା ଦ୍ଵାରା ମୁଁ ସବୁ ବିଷୟ ପ୍ରସ୍ତୁତ କଲି। ପ୍ରଭୁ ରିଲି ମୁଁ ୟା ଦ୍ଵାରା ମୋର ହୃଦୟକୁ ଦେଖିପାରୁଛି ମୁଁ କେତେ ଭୁଲ ଲୋକ। ଦୟା କରିକି ମତେ ଆଉ ଥରେ ସୁଯୋଗ ଦିଅନ୍ତୁ, ମୁଁ ଯେପରି ଆଉ ଥରେ ଭଲରେ ପଚାରିକି ଆପଣଙ୍କର ଗାଇଡାନ୍ସ ଅନୁସାରେ ମୁଁ ସବୁ ବିଷୟ ପ୍ରସ୍ତୁତ କଲି। କେତେ ସୁନ୍ଦର ନା ଏମିତି କହିଥିଲେ। କିନ୍ତୁ କଇନ ଏ ପ୍ରକାର କାହିଁ କରିପାରୁନାହାନ୍ତି? କାରଣ କଇନଙ୍କର ଜୀବନରେ କଇନ ହଉଛନ୍ତି ବହୁତ ବଡ ଗୋଟେ ଶକ୍ତିଶାଳୀ ଲୋକ। କୃଷକ ଥିଲେ, ସେ ପରିଶ୍ରମ କରୁଥିଲେ। ସେଥିପାଇଁ ଶାରୀରିକ ଭାବରେ ଯୋଉମାନେ ଷ୍ଟ୍ରଙ୍ଗ ଅଛନ୍ତି, ଶାରୀରିକ ଭାବରେ ଯୋଉମାନେ ବହୁତ ଶକ୍ତିଶାଳୀ ଅଛନ୍ତି, ଶାରୀରିକ କଣ୍ଡିସନ ଅନୁସାରେ ଯୋଉମାନଙ୍କର ଯଥେଷ୍ଟ ସର୍ତ୍ତ ଗୁଡାକ ଅଛି ନିଜକୁ ସ୍ଥାପନ କରିବା ପାଇଁ, ନିଜକୁ ଠିକ ଭାବରେ ଦର୍ଶାଇବା ପାଇଁ, ସେମାନଙ୍କର ହୃଦୟ ଭିତରେ ପରମେଶ୍ୱର ଯାହା ଅଗ୍ରାହ୍ୟ କରିବା କଥା ସେଗୁଡାକ ମଧ୍ୟ ଯଥାର୍ଥ ଲାଗିବ ନାହିଁ। ସଦାପ୍ରଭୁ ଯାହା ଅଗ୍ରାହ୍ୟ କରିବା ଆବଶ୍ୟକ ତାହା ଅଗ୍ରାହ୍ୟ କରିବା ନିହାତି ଆବଶ୍ୟକ। ସଦାପ୍ରଭୁ ଯାହା ଗ୍ରହଣ କରିବା କଥା କରିବା ପାଇଁ ଯଥାର୍ଥ ତାହା ହିଁ ସେ ଗ୍ରହଣ କରିବା ଆବଶ୍ୟକ। ଏବେ ପରମେଶ୍ୱର କଇନଙ୍କର ନୈବେଦ୍ୟକୁ ଗ୍ରହଣ କଲେ ଲେଖାଇଛି ନା। ଦେଖନ୍ତୁ 4 ପଦରେ, ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମ ଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ। ଏବେ ପରମେଶ୍ୱର କଣ 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 ଗ୍ରହଣ କଲେ? ପଶୁ ଓ ସେମାନଙ୍କର ମେଦ। ବର୍ତ୍ତମାନ ପଶୁ ମାନେ କଣ ଏଠି? ବା ପଶୁର ରକ୍ତକୁ ବର୍ତ୍ତମାନ ହେବଲ ଦେଲେ। ତ ବର୍ତ୍ତମାନ ପରମେଶ୍ୱର ବର୍ତ୍ତମାନ ଏବେ କଇନଙ୍କର ନୈବେଦ୍ୟ ଭୂମିଜାତ ଉତ୍ପନ୍ନ ଫଳମୂଳ ଅଛି, ଆଉ ଗୋଟେ ପଟେ ବର୍ତ୍ତମାନ ପ୍ରଥମ ଜାତ ପଶୁ ଆଉ ପଶୁର ବର୍ତ୍ତମାନ ସେ ମେଦ ଆଉ ରକ୍ତକୁ ନେଇକି ଯାଉଛି। ମଣିଷ ଦୃଷ୍ଟିରୁ ବର୍ତ୍ତମାନ କୋଉଟା ବେଶୀ ଭଲ ଠିକ ଦେଖାଯାଉଛି? ଏବେ କଇନଙ୍କର ଦୃଷ୍ଟିରୁ ଯଦି ଦେଖିବା ତାହେଲେ ଭୂମିର ଜାତ ଉତ୍ପନ୍ନ ଫଳମୂଳ ହିଁ ତାକୁ ଠିକ ଲାଗୁଛି।
ତାଙ୍କର ଜ୍ଞାନ ଅନୁସାରେ, ତାଙ୍କର ବୁଦ୍ଧି ଅନୁସାରେ, ତାଙ୍କର ନିଜର ବୁଝାମଣା ଅନୁସାରେ ପଶୁ ମାନଙ୍କର ମେଦ ଆଉ ରକ୍ତ ତାଙ୍କ ପାଇଁ ଠିକ ଲାଗିବ ନାହିଁ। ମତେ ଯେତେବେଳେ ଈଶ୍ୱର ସୌଭାଗ୍ୟତା ଦେଲେ ମୁଁ ମିଶନ ସ୍କୁଲକୁ ଆସିଲି, ଆମ ଘର ଲୋକମାନେ ସମସ୍ତେ ମତେ ବିରୋଧ କଲେ। ତୁ କେମିତି ଏଟା ଡିସିସନ ନଉଛୁ ସବୁ, ତୁ ଚଲ ଘର ଛାଡିକି ପଳେଇବୁ। ହଁ? ଘର ଛାଡିକିରି ଗଲେ କେମିତି ତୁ ବଞ୍ଚିବୁ? ଆମ ଆମ ତୋର କିଛି ଆମ ଆଡକୁ ରେସ୍ପନ୍ସିବିଲିଟି ନାହିଁ କି? ଆମ ମାନଙ୍କ ଆଡକୁ କିଛି ମତେ ଏଇ ପ୍ରକାର ତୋର ଚିନ୍ତାଧାରା ନାହିଁ, ଯୋଉ ଦ୍ଵାରା କି ଆମମାନେ ତୋତେ କହିବୁ ନାହିଁ। କିନ୍ତୁ ପରମଶଙ୍କର ଦାସଙ୍କର ହୃଦୟ, ଈଶ୍ୱର ଦାସଙ୍କର ସ୍ୱର, ଯଦିଓ ସେ ସମୟରେ ମୋ ପାଇଁ ସେତିକି ଶକ୍ତିଶାଳୀ ନଥିଲା, ମୋ ପାଇଁ ସେତିକି ଇମ୍ପୋର୍ଟାଣ୍ଟ ଦେଖାଯାଉନଥିଲା, କିନ୍ତୁ ମୁଁ ବର୍ତ୍ତମାନ ଜଷ୍ଟ ଶୁଣିକି ମୁଁ ପଶିଗଲି। କିନ୍ତୁ ବିଫଳତା ଭାବରେ ସେ ସମୟରେ ମୁଁ ମୋର ପରିବାର ଲୋକମାନଙ୍କର କଥାକୁ ମଧ୍ୟ ଶୁଣିବା ପାଇଁ କେମିତି ଛାଡିବି, ଏମାନଙ୍କୁ କଣ କରିବି କହି ଭାବିବା। ମୋର ଦୃଷ୍ଟିରୁ ସେତେବେଳେ ହିଁ ମୁଁ ଠିକ ଦେଖାଯାଏ ଭାଇ ଭଉଣୀ ମାନେ, ଯେଉଁ ସମୟରେ ପରମେଶ୍ୱରଙ୍କର କିଛି ସ୍ୱତନ୍ତ୍ର ସ୍ୱର ମୋ ପାଖକୁ ଆସେ, ମୁଁ ସେତେବେଳେ ହିଁ ବହୁତ ସେନ୍ସିଟିଭ ହେଇଯାଏ। ଯେ ସମୟରେ ଈଶ୍ୱରଙ୍କର କିଛି ପ୍ରସ୍ତାବ, ଈଶ୍ୱରଙ୍କ ବାକ୍ୟ ମୋ ପାଖକୁ ଆସିଥାଏ, ସେ ସମୟରେ ମୋର ଶରୀରରୁ ଶୋଇଥିବା ବିଷୟ ଗୁଡାକ, ନଥିବା ନ ଦେଖାଯାଉଥିବା ବିଷୟ ଗୁଡାକ ଉତ୍ପନ୍ନ ହେଇଥାନ୍ତି। କାହିଁକି? ପରମେଶ୍ୱରଙ୍କର ବାକ୍ୟକୁ, ଈଶ୍ୱରଙ୍କ ପ୍ରସ୍ତାବକୁ ବିରୋଧ କରିବା। ଏବେ କଇନ ଏତେ ରାଗିଗଲେ, ଅଧମ କହିକି ସେ ଏତେ କ୍ରୋଧ କରୁଅଛନ୍ତି। କାହିଁକି? ସଦାପ୍ରଭୁ ରାଗିବା କଥା ସେ କାହିଁକି ପରମେଶ୍ୱର ରାଗିବା କଥା, ରାଗିବା ଆବଶ୍ୟକ? ସେ ନିଜର ଭୁଲକୁ ଆବିଷ୍କାର କରିବା ପାଇଁ ଆବଶ୍ୟକ ଥିଲା। ସେଥିରେ ଯୋଉ ସମୟରେ ଆମେ ଦୈନନ୍ଦିନ ଜୀବନ ବଞ୍ଚୁଛୁ, ପ୍ରଭୁଙ୍କ ସାମ୍ନାରେ ଆମେ ଠିକ ବିଷୟକୁ ଦେଖିଲେ ମଧ୍ୟ, ଏବେ କହିନ ଯଦିଓ ବର୍ତ୍ତମାନ ସେ ତାର ନୈବେଦ୍ୟ ଠିକ ଲାଗୁଛି, ସେଥିପାଇଁ ସେ ଭାବୁଛନ୍ତି ମୋର ନୈବେଦ୍ୟ ଠିକ ଅଛି, କିନ୍ତୁ ପ୍ରଭୁ ଠିକ ନାହାନ୍ତି। ମୋର ପ୍ରସ୍ତୁତ, ମୋର ପରିଶ୍ରମ, ମୋର କାର୍ଯ୍ୟ ସବୁ ଠିକ ଅଛି, କିନ୍ତୁ ପରମେଶ୍ୱରଙ୍କର ବିଚାର ଠିକ ନାହିଁ, ପରମେଶ୍ୱରଙ୍କର ନିଷ୍ପତ୍ତି ଠିକ ନାହିଁ। ପ୍ରଭୁ କାହିଁକି ମୋର ଅଗ୍ରାହ୍ୟ କରିବା କଥା? ଆଗେ ଯାଇକି ସେ କଣ କରୁଛନ୍ତି? ସେ ନିଜର ଭାଇକୁ ହତ୍ୟା କରୁଛନ୍ତି, ଲେଖା ହେଇଛି ବାଇବେଲ। ପରମେଶ୍ୱର କହିଲେ, ଆରେ କହିନ ସତ୍କର୍ମ କଲେ କି ତୁ ଉର୍ଦ୍ଧ୍ୱମୁଖ ହେବୁ ନାହିଁ, ସତ୍କର୍ମ ନ କଲେ ସିନା ପାପ ଦ୍ୱାର ଛକି ଥାଇ ଲେଖା। ହେଲେ ସତ୍କର୍ମ କଣ? ଇଂଲିଶ ଲେଖା ହେଇଛି ଇଫ୍ ୟୁ ଡୁ ୱେଲ। ପରମେଶ୍ୱରଙ୍କର ବାକ୍ୟକୁ ଶୁଣିବାଟା, ପ୍ରଭୁଙ୍କ ବାକ୍ୟକୁ ଗ୍ରହଣ କରିବାଟା, ଈଶ୍ୱରଙ୍କ ସ୍ୱରକୁ ନେଇକି ଚିନ୍ତା କରିବାଟା, ପ୍ରଭୁଙ୍କର ହୃଦୟକୁ ଗ୍ରହଣ କରିକି ଯାହା ମଧ୍ୟ ଆମର କାର୍ଯ୍ୟକଳାପ କରୁଛୁ, ଏଇଟା କଣ ପ୍ରକୃତିରେ ଉତ୍ତମ ବିଷୟ ନାହିଁ ପ୍ରଭୁଙ୍କ ପାଇଁ? ସେଥିରେ ଲେଖା ହେଇଛି ବାଇବଲରେ କଣ ବୋଲି, ବିଦ୍ରୋହ ମନ୍ତ୍ର ପାଠ ପାପ ତୁଲ୍ୟ, ଅବାଧ୍ୟତା ହଉଛି ଅବସ୍ତୁର ଠାକୁର ମାନର ପୂଜା ତୁଲ୍ୟ। ହଁ ଭାଇ ଭଉଣୀ ମାନେ, ଏବେ ଚିନ୍ତା ପ୍ରାକ୍ଟିକାଲି ଯଦି ମୁଁ କହିବି, ତାହେଲେ ଯୋଉ ସମୟରେ ଆମେ କଇନଙ୍କର ଜୀବନକୁ ଯଦି ଆମେ ପ୍ରତିଫଳିତ କରିବା, ତାହେଲେ ସଦାବେଳେ ପରମେଶ୍ୱର ମୋର ଲାଇଫରେ ମତେ ସେ ଭୁଲ ଜାଗାରେ ହିଁ ରଖିବା ପାଇଁ ପ୍ରଭୁଙ୍କର ଦୃଷ୍ଟି ଥାଏ। କାରଣ ମୋର ଠିକ ବିଷୟ କେବେ ମଧ୍ୟ ମୋର ଆତ୍ମା ପାଇଁ ଲାଭ ନାହିଁ। ଏବେ କଇନ କେବେ ମଧ୍ୟ ଜାଣି ପାରୁନାହାନ୍ତି ଯେ ମୁଁ ଯୋଉ ବିଷୟ ପାଇଁ ରାଗୁଛି, ମୁଁ ଯୋଉ ବିଷୟକୁ ବର୍ତ୍ତମାନ ଦେଲି, ସେ ନୈବେଦ୍ୟ ଭୁଲ ଅଛି, ତାହେଲେ ମୁଁ ସିଧାସଳଖ ମୁଁ ରିପେଣ୍ଡ କରିବା କଥା, ମୋର ମନ ପରିବର୍ତ୍ତନ କରିକି ମୁଁ ସଠିକଟା ପ୍ରସ୍ତୁତ କରିବା ଦରକାର। ଏବେ ହେବଲଙ୍କର ହୃଦୟ ଭିତରେ, ହେବଲ ମଧ୍ୟ ବର୍ତ୍ତମାନ ଏ ପ୍ରଥମ ପଶୁ ଆଉ ପଶୁର ମେଦକୁ ପ୍ରସ୍ତୁତ କରିବା ପଛରେ ଏଟା ହେବଲଙ୍କ ନିଜର ଜ୍ଞାନ ବୁଦ୍ଧି ନଥିବ। କାରଣ ଯୋଉ ନୈବେଦ୍ୟ ବର୍ତ୍ତମାନ ମଣିଷ ପାଇଁ ସଠିକ ଦେଖାଯାଉ ନାହିଁ, ସେ ବିଷୟ ସେ ପ୍ରସ୍ତୁତ କରୁଛନ୍ତି।
ଯୋଉ ବିଷୟ ବର୍ତ୍ତମାନ ଯଥାର୍ଥ ଲାଗୁନାହିଁ, ଏଇ ନୈବେଦ୍ୟ ପ୍ରଭୁ ଗ୍ରହଣ କରିବେ କି ନାହିଁ ବୋଲି କହି ମଣିଷର ଜ୍ଞାନ ଅନୁସାରେ, କିନ୍ତୁ ଈଶ୍ୱର ସେଇଟା ଗ୍ରହଣ କଲେ। ହଁ, ବର୍ତ୍ତମାନ ହେବଲ ନିହାତି ଭାବରେ ସେ ଶୁଣିଥିବେ ଆଦମ ବାବାଙ୍କ ଠାରୁ। ଦିନେ ପାଷ୍ଟ ପ୍ରଚାର କରୁଥିଲୁ ତ ଆମେ ଶୁଣୁଥିଲୁ, ଆଦମ ଆଉ ହବାଙ୍କ ଠାରୁ ସେ ସହଭାଗିତା ପାଇଥିବେ। କାହିଁକି? ଏବେ ଚାରିପଦରେ ଦେଖିବେ ଯଦି ଆପଣ, ଏଠି ଲେଖା ହେଇଛି, ଏଥିରୁ ସେ ହେବଲ ଅର୍ଥାତ୍ ଅସ୍ଥାୟୀ ନାମକ ତାର ସହୋଦରକୁ ପ୍ରସବ କଲେ। ହେବଲଙ୍କର ଛବି ହଉଛି ଏ ଜାଗାରେ ଅସ୍ଥାୟୀ ଲେଖା ହେଇଛି। ଦୁର୍ବଳ, ତାଙ୍କ ପାଖରେ ସେତିକି ଶକ୍ତି ନାହିଁ କଇନଙ୍କ ପରି। ତ ଆମ ଜୀବନରେ କୋଉ କୋଉ କଣ୍ଡିସନ ଗୁଡାକ ଆମକୁ ସାହାଯ୍ୟ କରିଥାଏ ପ୍ରଭୁଙ୍କର ସ୍ୱରକୁ ଶୁଣିବା ପାଇଁ, ପ୍ରଭୁଙ୍କର ବାକ୍ୟ ଅଧୀନରେ ବଞ୍ଚିବା ପାଇଁ। ଯଦି ଈଶ୍ୱରଙ୍କର ତଳେ ଯଦି ଆମମାନେ ବଞ୍ଚିବା ପାଇଁ ଯଦି ଆମେ ଦେଖୁଛୁ, ତାହେଲେ ହଁ ଏଇଠି ବର୍ତ୍ତମାନ କଇନ କୃଷକ ଥିଲେ, ତାଙ୍କର ଛବି ହଉଛି ସେ ଲାଭ ବୋଲି ଲେଖା ହେଇଛି ତାର ନା। କିନ୍ତୁ ହେବଲ ଜଣେ ଅସ୍ଥାୟୀ ଲୋକ, ଦୁର୍ବଳ ଲୋକ। ପରମେଶ୍ୱର ଯଥେଷ୍ଟ ଭାବରେ, ପରମେଶ୍ୱର ଅନେକ ଗୁଡେ କଣ୍ଡିସନ, ଅନେକ ଗୁଡିଏ ସର୍ତ୍ତ ଗୁଡାକ ଆମ ଜୀବନରେ ଦେଇଥାନ୍ତି, ଯାହା ଦ୍ଵାରା ଆମର ହୃଦୟରେ ଆମେ ନିଜର ବିଷୟ କହିଲା ପରିବର୍ତ୍ତେ ନିଜର ଚିନ୍ତାକୁ, ନିଜର ଉତ୍ତମତାକୁ, ନିଜର ପରିଶ୍ରମକୁ, ନିଜର ଧାର୍ମିକତାକୁ ସ୍ଥାପନ କଲା ପରିବର୍ତ୍ତେ ପରମେଶ୍ୱରଙ୍କ ସାମ୍ନାରେ ଅନୁଗ୍ରହ ପାଇବାର ଜାଗା ଈଶ୍ୱରଙ୍କର ସାମ୍ନାରେ ଉପସ୍ଥାପନ କରିପାରିବା। ଆମର ସମସ୍ତ ଭାଇଆରୀ ଭଉଣୀମାନେ ଯଦି ଆମେ ଏ ବିଷୟକୁ ଯଦି ଚିନ୍ତା କରିବା, ତାହେଲେ ହଁ, ହେବଲଙ୍କର ହୃଦୟ ଭିତରେ ହେବଲ ନିହାତି ଭାବରେ ସେ ତାଙ୍କର ହୃଦୟର ପ୍ରବାହିତର ସମୟକୁ ପାଇଛନ୍ତି। ମୁଁ ସ୍ପଷ୍ଟ ଭାବରେ କହିବି, ତାହେଲେ ହେବଲଙ୍କ ନୈବେଦ୍ୟ କେବେ ମଧ୍ୟ ହେବଲଙ୍କର ଜ୍ଞାନ ଅନୁସାରେ ହେଇନାହିଁ, ହେବଲଙ୍କର ନୈବେଦ୍ୟ ହେବଲଙ୍କର ବୁଦ୍ଧି ଅନୁସାରେ ହେଇନାହିଁ, ତାଙ୍କର ଟ୍ୟାଲେଣ୍ଟ ଅନୁସାରେ ହେଇନାହିଁ। ହେବଲଙ୍କର ନୈବେଦ୍ୟ ଶୁଣିବା ଦ୍ଵାରା ହେଇଛି। ଆମେ ଜଣଙ୍କ ଠାରୁ ଶୁଣିକି ବର୍ତ୍ତମାନ ହେବଲ ଭକ୍ତ କରୁଛନ୍ତି ନୈବେଦ୍ୟ। ଏତେ ଯେମିତି ଯାକୁବ ରେବିକାଙ୍କର ସ୍ୱର ଶୁଣିକି ପ୍ରଭୁଙ୍କ ପାଖରେ ସେ ଛିଡା ହେଲେ, ଆଶୀର୍ବାଦ ପାଇଲେ। ମଫିବୋଶେଥ ବର୍ତ୍ତମାନ ଜନାଥନଙ୍କ ପାଇଁ ବର୍ତ୍ତମାନ ଦାଉଦଙ୍କ ସାଙ୍ଗରେ ଛିଡା ହେଇପାରୁଛି, ଆଉ ଅନୁଗ୍ରହ ପାଇପାରୁଛି। ଆଜି ମୁଁ ମଧ୍ୟ ପରମେଶ୍ୱରଙ୍କ ଦାସଙ୍କ ପାଇଁ, ମଣ୍ଡଳୀ ପାଇଁ ଜାଗାରେ ମୁଁ ରଖାଯାଇଛି, ଯୋ ଦ୍ୱାରା ପରମେଶ୍ୱରଙ୍କର ଦେଉଥିବା ସ୍ୱରକୁ ମୋ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ ବୋଲି ମତେ କୁହାଯାଉଛି। ଆଉ ଭାଇ ଭଉଣୀ ମାନେ, ସତ୍କର୍ମ କରିବାଟା ହଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଠି ସତ୍କର୍ମର ଅର୍ଥ ନାହିଁ ଯେ ମୁଁ କେତେ ପରିଶ୍ରମ କରୁଛି, ମୁଁ କେତେ ସଚୋଟ, ମୁଁ କେତେ ଠିକ ଲୋକ, ମୁଁ କେତେ ଚର୍ଚ୍ଚ ପାଇଁ କାମ କରୁଛି, ଏଇଟା ଉତ୍ତମ କାମ ନାହିଁ। କିନ୍ତୁ ମୁଁ କେତେ ପରମେଶ୍ୱରଙ୍କୁ ମାନୁଛି, ମୁଁ କେତେ ପ୍ରଭୁଙ୍କୁ ସ୍ୱୀକାର କରୁଛି ମୋ ଜୀବନରେ, ମୁଁ କେତେ ଦୂର ପରମେଶ୍ୱରଙ୍କର ହୃଦୟକୁ ଗ୍ରହଣ କରୁଛି, ମୁଁ କେତେ ଦୂର ଈଶ୍ୱର ମତେ ଅନୁଯୋଗ କରିବା ବିଷୟକୁ ମୁଁ ଗ୍ରହଣ କରୁଛି, ମୁଁ କେତେ ଦୂର ଈଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରିକି ନିଜକୁ ଅସ୍ୱୀକାର କରିବା ବିଷୟ। କାରଣ ମଣିଷ ନିଜର ଚେଷ୍ଟାରେ, ନିଜର ଉତ୍ତମତାରେ କଣ ପାପକୁ ଜିତି ପାରିବ, ପାପକୁ କର୍ତ୍ତୃତ୍ୱ କରିପାରିବ? ଲେଖା ହେଇଛି ବର୍ତ୍ତମାନ ଯେ ତୁମେ ମାତ୍ର ତୁମେ ତା ଉପରେ କର୍ତ୍ତୃତ୍ୱ କରିବ। କୋଉ ସ୍ଥିତିରେ କର୍ତ୍ତୃତ୍ୱ କରିବ? ଯୋଉ ସମୟରେ ଆମ ହୃଦୟ ଭିତରେ ପରମେଶ୍ୱରଙ୍କର ଫ୍ଲୋ ଥିବ, ପ୍ରଭୁଙ୍କର ହୃଦୟରେ ଈଶ୍ୱରଙ୍କର ବାକ୍ୟ ବହିକି ଆସୁଥିବା ବିଷୟ। ତ ଏଇ ଦିନରେ ମୁଁ ଯେତେବେଳେ ଜି କଲର ପୁସ୍ତକ ପଢୁଛି, ସେଇଠି କ୍ରମାଗତରେ ପ୍ରଭୁ ବିଚାରକୁ ଦଉଛନ୍ତି, ଆଉ କେମିତି ଗୋଟେ ଦେଶରେ ଈଶ୍ୱର ଅମଙ୍ଗଳକୁ ଆଣୁଛନ୍ତି, ଈଶ୍ୱର ଅମଙ୍ଗଳ ଘଟଉଛନ୍ତି। କାହିଁକି? ଏଥିପାଇଁ ନାହିଁ ଯେ କିଏ କଣ ଭୁଲ କରିକି ବଞ୍ଚିଲା, କିନ୍ତୁ ଯେତେବେଳେ ଈଶ୍ୱରଙ୍କ ପରିତ୍ୟାଗ କରିବାର ହୃଦୟକୁ ନେଇକି କଣ୍ଟିନ୍ୟୁ ଲୋକମାନେ କରୁଛନ୍ତି, ପ୍ରଭୁଙ୍କୁ ଗୁରୁତ୍ୱପୂର୍ଣ୍ଣ ନ ଦେଇକି କ୍ରମାଗତ ଭାବରେ ସେମାନେ ନିଜର ଚିନ୍ତାକୁ ଗୁରୁତ୍ୱପୂର୍ଣ୍ଣ ଦେବ। ଯୋଉ ସମୟରେ ପାଷ୍ଟର ମାନଙ୍କ ବିଷୟରେ କୁହାଯାଉଛି ଯେ ପାଷ୍ଟର ମାନେ କରପ୍ଟ ହେଇଯାଇଛନ୍ତି, ପାଷ୍ଟର ମାନେ ଧ୍ୱଂସ ହେଇଯାଉଛନ୍ତି। ସାଧାରଣତଃ ଭାବରେ ଅନେକ ଲୋକ ଭାବି ପାରିବେ କିଛି ଗୋଟେ ଭୁଲ କରୁଥିବ ପାଷ୍ଟର, କିଛି ଗୋଟେ ମିଷ୍ଟେକ୍ କରୁଥିବ, ସେଥିପାଇଁ ଏମିତି କୁହାଯାଉଛି ତାଙ୍କୁ। ଆମର ହୃଦୟରେ ପରମେଶ୍ୱର କେତେ ବଡ ଅଛି, ଆମର ହୃଦୟରେ ଆମ ଜୀବନରେ ପ୍ରଭୁଙ୍କୁ କେତେ ଗୁରୁତ୍ୱପୂର୍ଣ୍ଣ ମୁଁ ଦଉଛି, ତାହାର ବାପଦଣ୍ଡ ଅନୁସାରେ
ଆମର ଆତ୍ମିକ ଜୀବନକୁ ପରମେଶ୍ୱର ପ୍ରତିଫଳିତ କରିଥାନ୍ତି। ଯଦି ମୋର ହୃଦୟ ଭିତରେ ମୋର ଚିନ୍ତାଧାରା ବେଶୀ ଅଧିକ ଗୁରୁତ୍ୱପୂର୍ଣ୍ଣ, ମୋ ଭିତରେ ମୋ ନିଜର କାର୍ଯ୍ୟ, ମୋର ନିଜର ଟ୍ୟାଲେଣ୍ଟ, ମୋ ନିଜର ବୁଝାମଣା, ମୋର ମାପଦଣ୍ଡ ଯଦି ବେଶୀ ବଡ ଅଛି, ତାହେଲେ ପରମେଶ୍ୱରଙ୍କର କୌଣସି ବିଷୟ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଗିବ ନାହିଁ। ଏବେ କଇନ ଆଉ ହେବଲା ଭିତରେ ଡିଫରେନ୍ସ କଣ? କଇନ ଗୋଟେ ଲୋକ ଯେ କି ସେ ନିଜ ଅନୁସାରେ ସମସ୍ତ ବିଷୟ ସେ ପ୍ରସ୍ତୁତ କରୁଛନ୍ତି, ନା ପଚାରିଲେ, ନା ଶୁଣିଲେ, ନା କାହା ପାଖକୁ ଗଲେ, ସମସ୍ତ ବିଷୟର ବିଚାର ସେ ନିଜେ କରୁଛନ୍ତି। କାହିଁକି? ଆମର ଦୃଷ୍ଟିରୁ ତାକୁ ଠିକ ଦେଖାଯାଉଛି, ତାଙ୍କ ଜୀବନରେ ସେ ଯାହା ଦେଖାଯାଉଥିବା, ଯାହା ଦେଖାଯାଉଛି ସଠିକ ସୁନ୍ଦର, ସେ ବିଷୟକୁ ସେ କେବେ ମଧ୍ୟ ଏଇ ପ୍ରକାର ଭାବରେ ବିଚାର କରିନାହାନ୍ତି ଯେ ଏଇଟା ମଧ୍ୟ ପ୍ରଭୁଙ୍କ ସାଙ୍ଗରେ ଭୁଲ ବୋଲି କହି। ଏତେ ସୁନ୍ଦର ଭୂମି ଜାତ ଉତ୍ପନ୍ନ ଫଳମୂଳକୁ ପ୍ରଭୁ ଅଗ୍ରାହ୍ୟ କରିଦେଲେ। ଆମ ଜୀବନରେ ମଧ୍ୟ ଆମର ସମସ୍ତ ନିଜ ଠାରୁ ବାହାରୁଥିବା ଉତ୍ତମତା, ଆମ ଶାରୀରିକ ଚିନ୍ତାଧାରା, ଆମ ଶରୀରରେ ବାହାରୁଥିବା ଉତ୍ତମ ବିଚାର ମାପଦଣ୍ଡ, ଏ ସମସ୍ତ ବିଷୟ ପ୍ରଭୁ କେବେ ଗ୍ରହଣ କରିନାହାନ୍ତି। ପାପକୁ କର୍ତ୍ତୃତ୍ୱ କରିବା ପାଇଁ ହେଲେ ମତେ ଈଶ୍ୱରଙ୍କୁ ବଡ କରିକି ରଖିବାକୁ ପଡିବ ମୋର ହୃଦୟ ଭିତରେ। ପାପ କଣ? ପାପର ଅର୍ଥ ନାହିଁ କିଛି ଗୋଟେ ବିଷୟ ଭୁଲ କରିବାଟା, କିଛି ବିଷୟ ମିଷ୍ଟେକ୍ କରିବାଟା। ପ୍ରକୃତ ପାପ ହଉଛି ଯେଉଁ ସମୟରେ ଆମମାନଙ୍କର ଜୀବନରେ, ଆମମାନଙ୍କର ହୃଦୟ ଭିତରେ ଆମେ ଈଶ୍ୱରଙ୍କର ମାପଦଣ୍ଡକୁ ପରିତ୍ୟାଗ କରୁଛୁ, ଈଶ୍ୱରଙ୍କର ବାକ୍ୟର ଲାଇନକୁ ଆମେ କ୍ରସ କରୁଛୁ। ହଁ, ଆମେ ସମସ୍ତେ ଶରୀରକୁ ନେଇକି ବଞ୍ଚୁଛୁ। ଆମର ପାଖରେ ଯଥେଷ୍ଟ ଅନେକ ଗୁଡିଏ ଭୁଲ ବିଷୟ ଗୁଡାକ ଅଛି, ଆମ ପାଖରେ ଅନେକ ଗୁଡିଏ ମିଷ୍ଟେକ୍ସ ଅଛି, ଆମ ପାଖରେ ବହୁତ ଗୁଡିଏ ଅସାଧାରଣ ବିଷୟ ଯାକ ମଧ୍ୟ ଆସୁଛି। କିନ୍ତୁ ସେଠି ମଣ୍ଡଳୀ ଅଛି, ସେଠି ଈଶ୍ୱରଙ୍କ ଦାସ ଅଛନ୍ତି, ଯୋଉମାନେ କି ଆମମାନଙ୍କୁ ସଂଶୋଧନ କରୁଛନ୍ତି, ଯୋଉମାନେ କି ଆମମାନଙ୍କୁ ପଢେଇକି ନଉଛନ୍ତି, ଯୋଉମାନଙ୍କର କଥା ଯଦି ଆମେ ଶୁଣିବ ନାହିଁ, ତାହେଲେ ଆମେ ଏଇ 7 ପଦର ବାକ୍ୟ ଅନୁସାରେ ପାପ ଦ୍ୱାରରେ ଛକିକି ଥିବ, ତା ଉପରେ ତମେ କର୍ତ୍ତୃତ୍ୱ କରିବ। ଭାଇଆରେ ଭଉଣୀ ମାନେ, ମୁଁ ଯେତେବେଳେ ଏ କାହାଣୀକୁ ଦେଖୁଛି, କଇନଙ୍କର କ୍ରୋଧ ଆଉ ହେବଲଙ୍କର ନୈବେଦ୍ୟକୁ ଦେଖୁଛି, କଇନଙ୍କର କ୍ରୋଧ ସଦାପ୍ରଭୁଙ୍କୁ ଆଡକୁ ଥିଲା, ମତେ କାହିଁ ଅଗ୍ରାହ୍ୟ କଲ କହି। ଆଜି ପ୍ରଭୁଙ୍କୁ ଆମେ ଯଦି ଦେଖିବା, ତାହେଲେ ମୋ ପାଖରେ କେତେଟା ସର୍ତ୍ତ ଅଛି, ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ମୁଁ ରାଗିଗଲି କାହିଁକି ବର୍ତ୍ତମାନ ପାଷ୍ଟର ଚର୍ଚ୍ଚରେ ବୁଝୁନାହାନ୍ତି, ଆମେ ଏତିକି ଦିନ କାଣ୍ଟାଟା ପାଇଁ ରାତି ଦିନ ବୁଲୁଛୁ, ଆହୁରି ଆମକୁ ସେଇଠି ମଧ୍ୟ ଫାଇନ ପକେଇବେ କି? କିନ୍ତୁ ମୂଳ ଚର୍ଚ୍ଚର ଫୋକସ ହଉଛି ଆମେ ବାଇବଲ ପଢିବାଟା, ବାଇବଲ ଷ୍ଟଡି କରିବାଟାକୁ ଗୁରୁତ୍ୱପୂର୍ଣ୍ଣ ଦେବାଟା। ଗୋଟେ ଦିନ ମଧ୍ୟ ଯେପରି ଆମେ ବାଇବଲ ପଢିବାର ପ୍ରେଜେଣ୍ଟେସନ ବା ଧ୍ୟାନ କରିବାର ଫ୍ଲୋ ଠାରୁ ଆମେ ଯେପରି ଅଲଗା ନ ହବୁ, ଏଇଟା ହଉଛି ପ୍ରଭୁଙ୍କର ହୃଦୟ ଆମ ମାନଙ୍କର। କହିନ ତତେ ଅଗ୍ରାହ୍ୟ କରିବାଟା ଯଥାର୍ଥ ତୋ ପାଇଁ, ମୋ ପାଇଁ ମଧ୍ୟ। ମୁଁ କେବେ ଅନ୍ୟାୟ କରିନାହିଁ, କାହିଁକି ଯାହା ମୁଁ ଗ୍ରହଣ କରିବା ଉଚିତ ନାହିଁ, ତୁ ତାହା ଧରିକି ଆସିଛୁ। ଯାହା ମୁଁ ଗ୍ରହଣ କରିପାରିବି ନାହିଁ, ମୁଁ ସେ ବିଷୟକୁ ତୁ ଧରିକି ଆସୁଛୁ। ସେଠି ଲେଖା ହେଇଛି ବାଇବଲରେ, ଭାଇ ଭଉଣୀ ମାନେ, ଶେଷରେ ଆମେ ଗୋଟେ ପାଖକୁ ଦେଖିବା, ରମ୍ୟ ପୁସ୍ତକ ଖୋଲିବା ମାନେ କିଏ ଦେଖିବା ଗୋଟେ, ରମ୍ୟ ପୁସ୍ତକ 8 ପର୍ବ 7 ପଦ আর 8 ପଦ ଟିକେ ଦେଖିବା। ରମ୍ୟ 8 ପର୍ବ 7 ଆଉ 8 ପଦ। ଯେଣୁ ଶାରୀରିକ ଭାବ ଈଶ୍ୱରଙ୍କ ବିରୋଧରେ ଶତ୍ରୁତା, କାରଣ ତାହା ଈଶ୍ୱରଙ୍କର ବ୍ୟବସ୍ଥାର ବଶୀଭୂତ ନୁହେଁ, ପୁଣି ବଶୀଭୂତ ହେବା ଅସମ୍ଭବ। ଯେଉଁମାନେ ଶରୀର ବଶରେ ଅଛନ୍ତି, ସେମାନେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହେଇପାରନ୍ତିନି। ଏବେ ଯୋଉମାନେ ଶରୀର ବଶରେ ଅଛନ୍ତି ନାଇଁ, ଶରୀର ବଶରେ ଅଛନ୍ତିର ଅର୍ଥ କଣ? ଶରୀର ବଶରେ ଅଛନ୍ତିର ଅର୍ଥ ଏହା ନୁହେଁ ଯେ ବର୍ତ୍ତମାନ ସେ ଲୋକ ବହୁତ ଗୁଡେ ଭୁଲ କାମ କରିକି ବଞ୍ଚୁଛି। ଶରୀର ବଶରେ ଥିବା ଲୋକର ବିଷୟରେ ପ୍ରଭୁ କହୁଛନ୍ତି, ସେମାନେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହେଇପାରନ୍ତି ନାହିଁ।
ଯେତେବେଳେ ଆମେ ଏ ବିଷୟକୁ ଦେଖିବା ତାହେଲେ ଆମେ ଜାଣିପାରିବା କିଛି ଗୋଟେ ବିଷୟ ଶାରୀରିକ ଅନୁସାରେ ଭୁଲ କଲା ପରିବର୍ତ୍ତେ ଆମେ ଯେଉଁ ସମୟରେ ନିଜକୁ ବେଶୀ ବଡ କରିଥାଉ, ନିଜର ଚିନ୍ତାକୁ, ନିଜର କାର୍ଯ୍ୟକୁ, ନିଜର ପାପଦଣ୍ଡକୁ, ନିଜର ମତକୁ, ବା ଯେଉଁ ସମୟରେ ଆମର ଶରୀରରୁ ବାହାରୁଥିବା ବିଷୟ ଗୁଡାକ ଯଦି ଆମେ ବେଶୀ ଗୁରୁତ୍ୱପୂର୍ଣ୍ଣ ଦଉଛୁ, ଆମେ ଈଶ୍ୱର ବାକ୍ୟକୁ କେବେ ରଖିପାରିବା ନାହିଁ। ବା କହିନ ସଦାପ୍ରଭୁ ସେ ନୈବେଦ୍ୟକୁ ଅଗ୍ରାହ୍ୟ କରିବାର ବାକ୍ୟକୁ ସେ ଗ୍ରହଣ କରିପାରୁନାହିଁ। କିନ୍ତୁ ସଦାପ୍ରଭୁ ଯଦି କୈନଙ୍କ ନୈବେଦ୍ୟକୁ ଗ୍ରାହ୍ୟ କରିଥାନ୍ତେ, କୈନ ଖୁସି ହେଇଥାନ୍ତେ। କିନ୍ତୁ ଈଶ୍ୱର କଣ ସେ କୈନକୁ ଖୁସି କରିବା ପାଇଁ ଭୁଲ ନୈବେଦ୍ୟ ମଧ୍ୟ କୈନଙ୍କର ଗ୍ରହଣ କରି ଆବଶ୍ୟକ ଥିଲା କି ପ୍ରଭୁ? ବେଳେବେଳେ ପାଷ୍ଟର ମତେ କହୁଥିଲେ, ମୁଁ ତତେ ଗେଲ କରିବା ପାଇଁ ମୁଁ ତତେ ତତେ ବାକ୍ୟ କହିବି ନାହିଁ, ମୁଁ ତତେ ଗାଳି କରିବି ନାହିଁ। ଯାହା ମଧ୍ୟ ଈଶ୍ୱରଙ୍କର ଦୃଷ୍ଟିରେ ଭୁଲ ଅଛି ସେଟାକୁ ଭୁଲ ବୋଲି ପ୍ରଭୁ କହୁଛନ୍ତି। ଯାହା ଈଶ୍ୱରଙ୍କ ଦୃଷ୍ଟିରୁ ଠିକ ସେ ଠିକ ବୋଲି କହୁଛନ୍ତି। ଯଦି ଆମେ ଈଶ୍ୱରଙ୍କର ବିଷୟକୁ ପ୍ରଭୁଙ୍କର ବାକ୍ୟକୁ ଯଦି ପ୍ରଭୁଙ୍କର ହୃଦୟକୁ ଯଦି ଆମେ ପ୍ରଭୁଙ୍କ ପାଖରେ ସମର୍ପଣ କରିବା, ଏବେ କହିନ ହେବଲ ଯାହା ବି ଦେଲେ ତାହା କେବଳ ଈଶ୍ୱରଙ୍କର ଦୃଷ୍ଟିରେ ଠିକ ନୈବେଦ୍ୟକୁ ଦେଲେ। ତାର ଅର୍ଥ ହଉଛି ପ୍ରଭୁ କେବଳ ପରମେଶ୍ୱରଙ୍କର ବିଷୟ ଗୁଡାକ ହିଁ ଗ୍ରହଣ କରିବେ। ପ୍ରଭୁ କେବେ ମନୁଷ୍ୟର ବିଷୟକୁ ଗ୍ରହଣ କରିପାରିବେ ନାହିଁ। ପ୍ରଭୁ କେବଳ ପ୍ରଭୁଙ୍କର ବିଷୟ ହିଁ ଗ୍ରହଣ କରିବେ। କାରଣ ମଣିଷର ସ୍ଥିତି ହଉଛି, ମଣିଷ ହଉଛି କଦର୍ଯ୍ୟ। ଏଥିପାଇଁ କୈନଙ୍କର ଆତ୍ମିକ ଜୀବନରେ ଯାହା ଆବଶ୍ୟକ ଥିଲା ଜାଣିବା ପାଇଁ, ଶିଖିବା ପାଇଁ, ତାହା ସେ ଶିଖି ପାରିନା। ଏଥିରେ ଲେଖା ହେଇଛି ସତ୍କର୍ମ କର ତମେ, କହିଲେ ତମେ ପାପକୁ କର୍ତ୍ତୃତ୍ୱ କରିବ। ସତରେ ମୁଁ ଯେତେବେଳେ ଦେଖୁଛି ନିଜର ଚିନ୍ତାକୁ କଣ୍ଟ୍ରୋଲ କରିବା ପାଇଁ, ନିଜର ହୃଦୟ ଭିତରେ ନିଜର ସମସ୍ତ ଠିକ ବିଷୟକୁ ପରିତ୍ୟାଗ କରିକି ମଣ୍ଡଳୀର ପରମେଶ୍ୱରଙ୍କର ସ୍ୱରକୁ ଶୁଣିବାଟା, ପ୍ରଭୁଙ୍କର ଦାସଙ୍କର ହୃଦୟ ଗ୍ରହଣ କରିକି ଆଗକୁ ବଢିବାଟା ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯୋଉ ସମୟରେ ମତେ ରାଗିବାର କଣ୍ଡିସନ ଆସୁଛି, ପ୍ରଭୁ ମତେ କହୁଛନ୍ତି ତୁ କଣ ପାଇଁ ରାଗୁଛୁ, ସତ୍କର୍ମ କରୁନୁ। ତାହେଲେ ପ୍ରଭୁଙ୍କ ସାମ୍ନାରେ ସତ୍କର୍ମ କରିବାର ଅର୍ଥ କଣ ଏଇଟା ମଧ୍ୟ ହେଇପାରିବ ନାହିଁ କି ନିଜକୁ ଅସ୍ୱୀକାର କରିବାଟା? ଯୋଉ ମନୁଷ୍ୟ ନିଜକୁ ଅସ୍ୱୀକାର କରୁଛି ସେ ସମୟରେ ପ୍ରଭୁ ଖୁସି ହଉଛନ୍ତି। ଯୋଉ ସମୟରେ ମନୁଷ୍ୟ ନିଜକୁ ଅସ୍ୱୀକାର ନ କରିକି ନିଜର ଦାମ୍ଭିକତାକୁ ଯଦି ଧରିକି ଛିଡା ହଉଛି, ତାହେଲେ ପ୍ରଭୁ କେବେ ଖୁସି ହେବେ ନାହିଁ। ସେଥିପାଇଁ ପରମେଶ୍ୱରଙ୍କ ସାମ୍ନାରେ ବର୍ତ୍ତମାନ ଆମମାନେ ଏ କୈନ ଆଉ ହେବଲଙ୍କର ଯଦି ଆମମାନେ ହୃଦୟର ସ୍ଥିତିକୁ ଦେଖିବା, ତାହେଲେ ସତରେ ଏଠି ହେବଲଙ୍କର ହୃଦୟକୁ ଯଦି ଆମେ ଶିଖିବା, ହେବଲ ବର୍ତ୍ତମାନ ହୃଦୟ ଭିତରେ ହେବଲ ଅସ୍ଥାୟୀ ଦୁର୍ବଳ ଥିଲେ ବୋଲି ସେ ଆଦମ ହବା ଯୋଉ ଫେଲୋସିପ ତାଙ୍କୁ ଦେଇଥିବେ ସେଟାକୁ ସେ ଶୁଣିଥିବେ। ଆମର ଚର୍ଚ୍ଚର ଏଲ୍ଡର ଡିକାନ ମାନେ ଅଛନ୍ତି, ସେମାନେ ମତେ ଝଗଡା କରୁଛନ୍ତି, ରାଗୁଛନ୍ତି, ବିରକ୍ତ ହଉଛନ୍ତି, ଅନୁଯୋଗ କରୁଛନ୍ତି, ତାହେଲେ କିଛି ଅସୁବିଧା ନାହିଁ ମୋ ପାଇଁ। କାରଣ ମୁଁ ବି ମଣିଷ, ମୁଁ ବି ରାଗି ଯାଇପାରେ, ମୁଁ ବି ବିରକ୍ତ ହେବା ଲୋକ। କିନ୍ତୁ ଯଦି ଆମ ପାଖରେ ଶେଷରେ ସମସ୍ତ ବିଷୟରେ ଯଦି ପ୍ରଭୁଙ୍କ ନିକଟକୁ ଆମେ ଯାଇକି ଯଦି ପ୍ରଭୁ ଏଇଟା ଉତ୍ତମ ବିଷୟ ଦେଲେ ମତେ ନା ଏଇଟା ମତେ ମନ୍ଦ ବିଷୟ ଦେଲେ, କହିନ ଭାବିବା କଥା, ପ୍ରଭୁ କ୍ଷମା କରନ୍ତୁ, ମୁଁ ଜାଣିପାରିଲି ନାହିଁ। ସେ ସମୟରେ କୈନଙ୍କୁ ଈଶ୍ୱର କେତେ ଯେ ଅନୁଗ୍ରହ ଦେଇନଥାନ୍ତି। ଯୋଉ ସ୍ଥିତିରେ କି ବର୍ତ୍ତମାନ କୈନ ଏତେ ରାଗିକି ମଧ୍ୟ ତାର ଭାଇକୁ ହତ୍ୟା କରିବା ପରେ ମଧ୍ୟ ତଳେ ପଡିବେ, ଫିର ବି ଈଶ୍ୱର ତାକୁ ଅନୁଗ୍ରହ ଦଉଛି କୈନ। କିନ୍ତୁ କୈନ ଶେଷ ପର୍ଯ୍ୟନ୍ତ ସେ କେବେ ତାର ହୃଦୟକୁ ସେ ପରିତ୍ୟାଗ କରିପାରିଲେ ନାହିଁ। ଭାଇ ଭଉଣୀ ମାନେ ଘରେ ଘରର ପୁନାଦିକୁ ପକା ଯାଇଥାଏ। ଘର ସୁନ୍ଦର ଭାବରେ ବନେଇଲା ପରେ ପୁନାଦିର ପ୍ରୋବ୍ଲେମ ଅଛି କହି କଣ ଆମେ ଆଉ ଥରେ ଘର ଭାଙ୍ଗିକି ପୁନାଦି ଆଉ ଥରେ ବନେଇବା ଦରକାର ନାଇଁ, ଡବଲ ଲସ୍ ହେଇଯିବ। ମୁଁ କହିବାକୁ ଚାହୁଁଛି ଯେ ଆମମାନଙ୍କୁ ବର୍ତ୍ତମାନ ସ୍ଥିତିରେ ପ୍ରଭୁ ଶିଖଉଛନ୍ତି, ଯାହା ବର୍ତ୍ତମାନ ପ୍ରଭୁ ଆମକୁ ଶିଖଉଛନ୍ତି, ଯଦି ଆମେ ସେ ସମୟରେ ଏଇ ସମୟରେ ସେ ଈଶ୍ୱର ଦେଇଥିବା ଶିକ୍ଷା ବିଷୟ ଶିଖିବ ନାହିଁ, ତାହେଲେ ପରବର୍ତ୍ତୀ ସମୟରେ ଆଉ ଥରେ ଆରମ୍ଭ କରିବା ପାଇଁ ହେଲେ ବହୁତ ବିଳମ୍ବ ହେଇଯିବ। ସେଥିପାଇଁ ଏଇ ଜାଗାରେ ପ୍ରଭୁ ଦେଖଉଛନ୍ତି, ତମେ ଦେଖ କୈନଙ୍କୁ ଦେଖ, ଆରେ ହେବଲଙ୍କୁ ଦେଖ। ହେବଲ ଅସ୍ଥାୟୀ ଥିଲେ ମଧ୍ୟ ହେବଲଙ୍କର
ନୈବେଦ୍ୟ ପ୍ରଭୁ ଗ୍ରହଣ କଲେ। ଆଜି ପ୍ରଭୁଙ୍କ ବାକ୍ୟ ଯଦି ଆମ ଭିତରେ ରହିଯିବ, ପ୍ରଭୁଙ୍କର ବାକ୍ୟ ଯଦି ଆମ ପାଖରେ ଅଛି, ସେ ବାକ୍ୟ ଭିତରେ ଅନେକ ଗୁଡେ ବିଷୟ ବାହାରି ଆସିବ, ଯେ ବିଷୟ ଗୁଡାକ ମତେ ଈଶ୍ୱରଙ୍କର ସନ୍ତୋଷ ପ୍ରାର୍ଥନା ହେବା ପାଇଁ ସାହାଯ୍ୟ କରିପାରେ। ଆଗକୁ ଆମର ରିଟ୍ରିଟ୍ ଅଛି। ଏ ରିଟ୍ରିଟ୍ ରେ ଆମଙ୍କର ଭାଇ ଭଉଣୀ ମାନେ ସମସ୍ତେ ପ୍ରସ୍ତୁତ ହୁଅନ୍ତୁ। ଅନେକ ଗୁଡେ ଚିନ୍ତା, ଅନେକ ଗୁଡେ ଅବିଶ୍ୱାସ, ଅନେକ ଗୁଡେ ବିଷୟ ସର୍ତ୍ତ ଗୁଡାକ ଥିବ, ଅଭାବ ଥିବ, ଅନେକ ବିଷୟ ଗୁଡାକ ଥିବ ଆମ ପାଖରେ, ଯାହାକି ଆମକୁ ରିଟ୍ରିଟ୍ କୁ ଯିବା ଦରକାର ନାହିଁ, ଯାଇପାରିବା ନାହିଁ, ଏଇଟା ନାହିଁ ସେଟା ନାହିଁ ବୋଲି ଆମକୁ ସ୍ୱର ବି ଆସିବ। କିନ୍ତୁ ପ୍ରଥମ ବିଷୟ ହଉଛି ପରମେଶ୍ୱରଙ୍କ ସାମ୍ନାରେ ପ୍ରଥମେ ମୋର ହୃଦୟକୁ ମୁଁ ଫିକ୍ସ କରିବା ଦରକାର ଯେ ପ୍ରଭୁ ମୋର ଇଚ୍ଛା ନୁହେଁ, କିନ୍ତୁ ତମର ଇଚ୍ଛା ସଫଳ ହଉ। ଯୀଶୁ କଣ କହିଲେ? ଏଇ ପାନ ପାତ୍ର ମୋ ଠାରୁ ନେଇଯାଅ, ମତେ କଷ୍ଟ ହଉଛି କି ମତେ ବେଶୀ ଗୁଡେ ପିଟୁଛନ୍ତି, ସେମାନେ କରୋନା ପ୍ରହାର କଲେ, ପ୍ରଭୁ ଏମିତି କହିପାରିଥାନ୍ତି ସେ। କିନ୍ତୁ ଶେଷ କଣ କଲେ? ସେ ଶେଷ ପର୍ଯ୍ୟନ୍ତ ସେ ପ୍ରଭୁଙ୍କର ଇଚ୍ଛାକୁ ଅନୁଗମନ କଲେ। ଆଜି ଆମମାନଙ୍କ ପାଖରେ ମଧ୍ୟ ବହୁତ ଗୁଡେ କଣ୍ଡିସନ ଅଛି, ସର୍ତ୍ତ ଅଛି, କିନ୍ତୁ ଆମେ ଆମେ ଶେଷରେ କନକ୍ଲୁଜନ ଆମେ କୋଉଠି ଛାଡିବା ଦରକାର? ପ୍ରଭୁଙ୍କର ସ୍ୱର, ଈଶ୍ୱରଙ୍କର ସ୍ୱର ଅନୁସାରେ ଆମେ ମୁଭମେଣ୍ଟ କରିବା। ଆଜି ହଉଛି 22 ତାରିଖ ଦିନ, 22 ତାରିଖ। ତ ସମସ୍ତ ଭାଇ ଆଉ ଭଉଣୀ ମାନେ ପ୍ରସ୍ତୁତ ହୁଅନ୍ତୁ। ଆଉ ଯେପରି ଆମେ ସମସ୍ତେ ପ୍ରଭୁଙ୍କ ସାମ୍ନାରେ ହୃଦୟରେ ଖୁସିରେ ଆମେ ବାକ୍ୟ ନିକଟକୁ ଯିବା। ମାନେ ତେଣୁକରି ମୁଁ ଆଶା କରୁଛି ଆମର ସମସ୍ତ ଭାଇ ଭଉଣୀ ମାନେ ସବୁ ରେଜିଷ୍ଟ୍ରେସନ ଫିଜ୍ କୁ କଲେକ୍ସନ କରିବା ମେମ୍ବର ମାନଙ୍କୁ, ସଦସ୍ୟ ଦେଇ ଦିଅନ୍ତୁ। ଆଉ ଆମେ ଏଇ ସପ୍ତାହରେ ଏଇଟା ହଉଛି ଲାଷ୍ଟ ସପ୍ତାହ, 22 ତାରିଖ ଆଜି ତ ସମୟ ନାହିଁ, ସେଥିପାଇଁ ସମସ୍ତେ ପ୍ରସ୍ତୁତ ହୁଅନ୍ତୁ, ଯେପରି ଆମେ ରିଟ୍ରିଟ୍ କୁ ଯାଇକି ପରମେଶ୍ୱର ପ୍ରସ୍ତୁତ କରୁଥିବାର ଆଶୀର୍ବାଦକୁ ଆମେ ଗ୍ରହଣ କରିବୁ। ଠିକ ଅଛି, ମୁଁ ଏତିକି କହି ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛି ପ୍ରଭୁ, ତୁମେ ଗୌରବ ପ୍ରଶଂସା ପାଅ। ଆଜି ତୁମେ ଆମକୁ ଆଦିବର୍ଷ 4 ପୋଡ଼ କଥା ହେଲ ପ୍ରଭୁ। ଆମମାନେ କଇନଙ୍କର କାହାଣୀ ଶୁଣୁଛୁ ପ୍ରଭୁ, କଇନ ପୁରା ମୂର୍ଖ ହେଇଥିଲା ପ୍ରଭୁ। ସେ କେବେ ମଧ୍ୟ ନିଜକୁ ନ ଚିହ୍ନିବା ଯୋଗୁ, ନ ଜାଣିବା ଯୋଗୁ ସେ ପରମେଶ୍ୱରଙ୍କୁ ସେ ରାଗୁଛି। ଅଧିକାଂଶ ସମୟରେ ପ୍ରଭୁ ଆମମାନେ ମଧ୍ୟ ନିଜର ସ୍ଥିତିକୁ ଭୁଲି ଯାଇଥିବା ଯୋଗୁ ଆମମାନେ ପରମେଶ୍ୱରଙ୍କର ସାମ୍ନାରେ ଆମମାନେ ଈଶ୍ୱରଙ୍କର ବାକ୍ୟକୁ ଫିଙ୍ଗି ଦେଇଥାଉ। ତମେ ଦୟାକର, ଯେପରି ଆମର ପ୍ରତ୍ୟେକ ଜୀବନ ଯାପନ ସମୟରେ ପ୍ରଭୁଙ୍କୁ ଆମେ ଗୁରୁତ୍ୱପୂର୍ଣ୍ଣ ଦେବୁ, ନିଜକୁ ନାହିଁ ପ୍ରଭୁ। ବାକ୍ୟକୁ ଯେପରି ଆମେ ଗୁରୁତ୍ୱପୂର୍ଣ୍ଣ ଦେବୁ, ନିଜର ଚିନ୍ତାକୁ ନାହିଁ। এই ସମୟରେ ଯେପରି ଆମର ରିଟ୍ରିଟ୍ ରେ ପ୍ରତ୍ୟେକ ଭାଇ ଆଉ ଭଉଣୀ ମାନେ ଆମେ ସମସ୍ତେ ଯିବୁ, ଯଦିଓ ଆମ ପାଖରେ ବହୁତ ଗୁଡେ ଅଭାବ ଅଛି, ଅନେକ ଗୁଡେ ଅସୁବିଧା ଅଛି, ବହୁତ ଗୁଡେ ପରିସ୍ଥିତି ଗୁଡାକ ଅଛି, କିନ୍ତୁ ପ୍ରଭୁ ତମେ ଆମକୁ ସାହାଯ୍ୟ କର। ଉର୍ଦ୍ଧ୍ୱରୁ ତମେ ଆମକୁ ଶକ୍ତି ପ୍ରଦାନ କର, ତମେ ଆମକୁ ସାହାଯ୍ୟ କର, ଯେପରି ଆମେ ସମସ୍ତେ ଖୁସିରେ ଆନନ୍ଦିତ ମନରେ ଆମେ ଯାଇପାରିବୁ। ଆଉ ସକାଳ ମଣିଷ ପଲିସି ତମେ ଆମକୁ ଦେଲ ବୋଲି ଧନ୍ୟବାଦ ଦେଇ ପ୍ରାର୍ଥନା ଯୀଶୁ ନାମରେ ମାଗିଲି, ଆମେନ୍।